ଜହନ ପୁସ୍ତକ ଗଛ ପର୍ବ ଏକ ପଦରୁ ତଳକୁ ପଢିବା। ଏଥି ଭିତରେ ଯୀଶୁ ଗାଲିଲି ସମୁଦ୍ର ଅର୍ଥାତ୍ ତିବିରିଆ ସମୁଦ୍ର ଆରପାରିକି ଗଲେ। ଆଉ ସେ ରୋଗୀମାନଙ୍କ ପ୍ରତି ଯେ ଆଶ୍ଚର୍ଯ୍ୟ କର୍ମ କରୁଥିଲେ, ସେଇ ସବୁ ଦେଖି ବହୁ ସଂଖ୍ୟକ ଲୋକ ତାହାଙ୍କ ପଶ୍ଚାଦଗମନ କରିବାକୁ ଲାଗିଲେ। ସେଥିରେ ଯୀଶୁ ପର୍ବତ ଉପରକୁ ଯାଇ ଆପଣା ଶିଷ୍ୟମାନଙ୍କ ସହିତ ସେଠାରେ ବସିଲେ। ସେତେବେଳେ ଯିହୁଦୀମାନଙ୍କ ନିସ୍ତାର ପର୍ବ ନିକଟବର୍ତ୍ତୀ ଥିଲା। ପୁଣି ଯୀଶୁ ଦୃଷ୍ଟିପାତ କରି ବହୁ ସଂଖ୍ୟକ ଲୋକଙ୍କୁ ଆପଣା ନିକଟକୁ ଆସିବା ଦେଖି ଫିଲିପଙ୍କୁ କହିଲେ, ଏମାନଙ୍କର ଭୋଜନ ନିମନ୍ତେ ଆମମାନେ କେଉଁଠାରୁ ରୁଟି କିଣିବା? କିନ୍ତୁ ସେ ତାହାଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଏହା କହିଲେ, କାରଣ ସେ କଣ କହିବା କରିବାକୁ ଯାଉଅଛନ୍ତି ତାହା ସେ ନିଜେ ଜାଣିଥିଲେ। ଫିଲିପ ତାହାଙ୍କୁ ଉତ୍ତର ଦେଲେ, ପ୍ରତ୍ୟେକ ପ୍ରତ୍ୟେକ ଜଣ ଟିକିଏ ପାଇବା ପାଇଁ ଏମାନଙ୍କ ନିମନ୍ତେ 100 ଟଙ୍କାର ରୁଟି ଯଥେଷ୍ଟ ନୁହେଁ। ସିମୋନ ପିତରଙ୍କର ଭ୍ରାତା ଆନ୍ଦ୍ରିୟ ନାମକ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ଏଠାରେ ଜଣେ ବାଳକ ଅଛି, ତାହା ପାଖରେ ଜବର 5ଟି ରୁଟି ଓ 2ଟି ଭଜା ମାଛ ଅଛି। କିନ୍ତୁ କିନ୍ତୁ ଏତେ ଲୋକଙ୍କ ପାଇଁ ତାହା କଣ ହେବ? କିନ୍ତୁ ଯୀଶୁ କହିଲେ, ଲୋକମାନଙ୍କୁ ବସାଅ। ସେ ସ୍ଥାନରେ ବହୁତ ଘାସ ଥିଲା, ତେଣୁ ସଂଖ୍ୟାରେ ପ୍ରାୟ 5,000 ପୁରୁଷ ବସିଲେ। ସେଥିରେ ଯୀଶୁ ସେହି ରୁଟି ଘେନି ଧନ୍ୟବାଦ ଦେଇ ବସିଥିବା ଲୋକମାନଙ୍କୁ ତାହା ବାଣ୍ଟି ଦେଲେ। ସେହି ପ୍ରକାରେ ମାଛ ମଧ୍ୟ ବାଣ୍ଟି ଦେଲେ। ସେମାନେ ଯେତେ ଚାହିଁଲେ ସେତେ ଦେଲେ। ଆଉ ସେ ଆଉ ସେମାନେ ପରିତୃପ୍ତ ହୁଅନ୍ତେ ସେ ଆପଣା ଶିଷ୍ୟମାନଙ୍କୁ କହିଲେ, ଯେପରି କିଛି ନଷ୍ଟ ନ ହୁଏ, ଏଥି ନିମନ୍ତେ ବଳିଥିବା ଭଙ୍ଗା ଖଣ୍ଡ ଗୁଡ଼ିକୁ ଏକାଠି କର। ସେଥିରେ ସେମାନେ ସେହି ସବୁ ଏକାଠି କଲେ। ପୁଣି ଲୋକମାନଙ୍କର ଖାଇବା ପରେ ଜବର ସେହି 5 ରୁଟିରୁ ଯେଉଁ ଭଙ୍ଗା ଖଣ୍ଡ ଗୁଡ଼ିକ ବଳିଥିଲା, ସେଥିରେ ସେମାନେ 12 ଟକାଇ ପୂର୍ଣ୍ଣ କଲେ। ତେଣୁ ଲୋକମାନେ ତାହାଙ୍କୁ ବହୁତ ଆଶ୍ଚର୍ଯ୍ୟ କର୍ମ ଦେଖି କହିବାକୁ ଲାଗିଲେ, ଜଗତକୁ ଯେଉଁ ଭାବାଦୀମାନଙ୍କର ଆସିବାର ଥିଲା, ଏ ନିଶ୍ଚୟ ସେହି। ଅତଏବ ସେମାନେ ଆସି ରାଜା କହିବା ନିମନ୍ତେ ଯେ ତାହାଙ୍କୁ ବଳପୂର୍ବକ ଧରିବାକୁ ଉଦ୍ୟତ ଅଟନ୍ତି, ଏହା ଜାଣି ଯୀଶୁ ପୁନର୍ବାର ଅନ୍ତର ହୋଇ ଏକାକୀ ପର୍ବତକୁ ବାହାରିଗଲେ। 15 ପଦ ଯାଏଁ ମୁଁ ବାକି ପଢିଲି। ସମସ୍ତ ନମସ୍କାର। ଆଉ ମୁଁ ବି ଆଜି ଟିକେ ବହୁତ ସମୟ ଶୋଇଲି। ଆଉ ଜାଣିନଥିଲି, ବହୁତ ନିଦ ଆସିଥିଲା ମତେ। ଯେତେବେଳେ ଉଠିକି ଦେଖିଲେ ଟାଇମ ବେଶୀ ହେଇଯାଇଛି, ମୁଁ ସିଧା ଧାଇଁଲି ଆଉ ସାର୍ଟ ଗଳେଇକି ଆସିଲି। ତ ଆମେ ସକାଳେ ଏକ ପ୍ରକାର ଭାବରେ ଈଶ୍ୱରଙ୍କ ବାକ୍ୟ ଶୁଣୁଛୁ। ଆଉ ଏଇଟା କେତେ ଗୁରୁତ୍ୱପୂର୍ଣ୍ଣ ମନେକ ଲାଇଫରେ ବାକ୍ୟ ଦ୍ୱାରା ବାକ୍ୟକୁ ସକାଳ ସକାଳ ମେଡିଟେସନ କରୁଛୁ। ଆଉ ସତରେ ଏଇଟା ବେଶୀ ଆଶୀର୍ବାଦ ଆମମାନଙ୍କ ଲାଇଫରେ। ପରିତ୍ରାଣ ପାଇଲା ପରେ ପରମେଶ୍ୱର ଆମମାନଙ୍କୁ କେମିତି କଢେଇକି ନଉଛନ୍ତି, ଆଉ ତାଙ୍କର ବାକ୍ୟ ଦ୍ୱାରା। ତ ଏସବୁ ବିଷୟକୁ ଦେଖିଲେ ଆମେ ବେଶୀ ଆଶୀର୍ବାଦ ପାଇଥିବା ଲୋକ। ଆଉ ପରମେଶ୍ୱର ଚାହାନ୍ତି କି ଆମେ ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ପଢିକି ନିଆଯାଉ, ପରମେଶ୍ୱର ଆମମାନଙ୍କର ମାଲିକ ହୁଅନ୍ତୁ। ବାଇବଲରେ ଅନେକ ଗୁଡ଼ିଏ ବାକ୍ୟ ଅଛି ଯୋଉଟାକି ଆମେ ଦେଖୁଛୁ। ଆଉ ଜୋନାସ ପୁସ୍ତକ
ଯେତେବେଳେ ଆମେ ବାକ୍ୟ ଦେଖୁଛୁ ଏକ ପର୍ବ, ଟିକେ ଆମେ ଯିବା ସେ ଜାଗାକୁ। କେତେ ଥର ଆମମାନଙ୍କର ଜୁନସ୍ ପୁସ୍ତକ ବାକ୍ୟ ଆମେ ମେଡିଟେସନ କରୁଛୁ ଆଉ ପ୍ରେଜେଣ୍ଟେସନ ଆମମାନଙ୍କର ରହୁଛି। ତ ଜୁନସ୍ ପୁସ୍ତକ ଟିକେ କାଢିବା। ଜୁନସ୍ ପୁସ୍ତକ ଏକ ପର୍ବ ଦେଖିବା। ଏକ ପଦରୁ ଚାରି ପଦ ପର୍ଯ୍ୟନ୍ତ ପଢିବା। ଅମିତଙ୍କ ପୁତ୍ର ଜୁନସଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। ଉଠ ନିନିଫ ମହାନଗରକୁ ଯାଅ ଓ ତହିଁ ବିରୁଦ୍ଧରେ ଘୋଷଣା କର, କାରଣ ସେମାନଙ୍କର ଦୁଷ୍ଟତା ଆମ୍ଭ ସମ୍ମୁଖରେ ଉପସ୍ଥିତ ହୋଇଅଛି। ମାତ୍ର ଜୁନସ୍ ସଦାପ୍ରଭୁଙ୍କ ସାମୁରୁ ତର୍ଷିସକୁ ପଳାଇ ଯିବା ନିମନ୍ତେ ଉଠିଲେ ଓ ଜାଫନଗରକୁ ଯାଇ ତର୍ଷିସଗାମୀ ଏକ ଜାହାଜ ପାଇଲେ। ସେ ତହିଁରୁ ଘୋଡ଼ା ଦେଇ ସଦାପ୍ରଭୁଙ୍କ ସାମୁରୁ ତର୍ଷିସକୁ ସେମାନଙ୍କ ସଙ୍ଗେ ଯିବା ପାଇଁ ସେହି ଜାହାଜରେ ଚଢ଼ିଲେ। ମାତ୍ର ସଦାପ୍ରଭୁ ସମୁଦ୍ର ପ୍ରଚଣ୍ଡ ବାୟୁ ପ୍ରବେଶ କଲେ। ତହିଁରେ ସମୁଦ୍ରରେ ଏପରି ପ୍ରବଳ ତୋଫାନ ହେଲା ଯେ ଜାହାଜ ଭାଙ୍ଗିଯିବା ପରି ହେଲା। ତ ଏ ଜାଗାରେ ଯଦି ଆମେ ଦେଖିବାକୁ ହେଲେ ଜୁନସର ଲାଇଫକୁ, ଆକ୍ଚୁଆଲି ଜୁନସ ପରମେଶ୍ୱର ବାସିଛନ୍ତି ଭବିଷ୍ୟତ ବକ୍ତା ଭାବରେ, ଆଉ ନିନି ବିରୁଦ୍ଧରେ ଘୋଷଣା କରିବା ପାଇଁ ପରମେଶ୍ୱର କହିଲେ ତୁ ଯା ନିନିକୁ ର ଲୋକମାନଙ୍କ ବିରୁଦ୍ଧରେ ଘୋଷଣା କରେ ବୋଲି ପ୍ରଭୁ ତାଙ୍କୁ କହିଲେ। ତ ଜୁନସର ଲାଇଫକୁ ଯେତେବେଳେ ଦେଖିବା, ଜୁନସ ପ୍ରଭୁଙ୍କର ବାକ୍ୟକୁ ହଁ ବୋଲି କହିଲା ଆଉ ଗଲା ବେଳକୁ ବହୁତ ଚିନ୍ତା ଆସିଥିବ, କେମିତି ଯାଇକି ଏତେ ଲୋକଙ୍କ ସାମ୍ନାରେ ତାଙ୍କ ବିରୁଦ୍ଧରେ ମୁଁ ଘୋଷଣା କରିବି। ଆଉ ସେ ଜାଗାରେ ତାଙ୍କ ବିରୁଦ୍ଧରେ ଘୋଷଣା କରିବା ଦ୍ୱାରା ସେମାନେ ମତେ ମାରିଦେବେ ନାହିଁ ତ? ଯଦି ସେମାନେ ମତେ ମାରିଦିଅନ୍ତି ହେଲେ କେମିତି ହବ? ତ ନିଶ୍ଚିନ୍ତ ଭାବରେ ଜୁନସର ହୃଦୟରେ ପ୍ରକାର ହୃଦୟ ଥିବ, ଆଉ ଯୋଉଥିପାଇଁ କି ସେ ଉଁ, ଡରୁଥିବ, ନାଇଁ ମୁଁ ଯିବିନି, ଆଉ ଜୁନସର ଲୋକ ମତେ ମାରିଦେବେ, ସେମାନଙ୍କ ପାଖରେ ଯାଇକି କେମିତି ପ୍ରକୃତରେ କହିବି କହିକି। ସେଥିପାଇଁ ଗୋଟେ ସମୟ ଆସୁଛି ଜୁନସ୍ ପ୍ରକୃତରେ କୁଆଡେ ଯାଉଛନ୍ତି, ତର୍ଷିଶ ଆଡେ ପ୍ରକୃତରେ ଯାଉଛନ୍ତି। ହୁଁ। ତର୍ଷିଶ ଆଡେ ପ୍ରକୃତରେ ଯାଉଛନ୍ତି। ତର୍ଷିଶର ଜାହାଜ ଯୁଆଡେ ତର୍ଷିଶ ପ୍ରକୃତରେ ସେ ସାଇଡକୁ ସେ ପ୍ରକୃତରେ ଯାଉଛନ୍ତି। ତ ତା ପାଖରେ ଚିନ୍ତା ପ୍ରକୃତରେ ଆସିଲା କେମିତି ଏଇଟା ହବ କହିକି। କିନ୍ତୁ ଏ ବାକ୍ୟ ଦ୍ୱାରା ଆମେ ଯେତେବେଳେ ଦେଖୁଛୁ, ଆମର ନିଜର ଲାଇଫରେ ମଧ୍ୟ ଯଦି ଆମେ ପରିତ୍ରାଣ ପାଇଲା ପରେ ମଧ୍ୟ ଆମମାନଙ୍କର ଚିନ୍ତା ଏ ପ୍ରକାର ଅଟୋମେଟିକ ଜଗତ ଆଡକୁ ପ୍ରକୃତରେ ବୋହି ଯାଉଛି, ଆଉ ଜଗତରେ ବଞ୍ଚିବାର ଚିନ୍ତା ପ୍ରକୃତରେ ମଧ୍ୟ ଆସୁଛି। କେତେ ବାକ୍ୟ ଦ୍ୱାରା ପ୍ରକୃତରେ ପଢେଇକି ଯିବି, କେତେ ଚୋର ଦ୍ୱାରା ପଢେଇକି ଯିବି, ନା ବେଶୀ ହେଲାଣି। ଆଉ ଏ ପ୍ରକାର ଚିନ୍ତା ମଧ୍ୟ ଆମମାନଙ୍କ ଲାଇଫରେ ଆସୁଛି। କିନ୍ତୁ କିଏ ପ୍ରକୃତରେ ପ୍ରଭୁଙ୍କ ଦ୍ୱାରା ବାକ୍ୟ ଦ୍ୱାରା ପ୍ରକୃତରେ ପଠେଇକି ନିଆଯିବା ପାଇଁ ଇଚ୍ଛା କରୁଛି? ଯୋଉ ଲୋକ ଜାଣିଲେ କି ମୋର ଜଗତରେ କିଛି ଆଶା ନାହିଁ, ଆଉ ଜଗତରେ ମୁଁ କେବେ ମଧ୍ୟ ଖୁସି ହେଇପାରିବି ନାହିଁ। ସତରେ ଜଗତ ହଉଛି ମୋ ପାଇଁ ମୃତ, ମୁଁ ବି ଜଗତ ପାଇଁ ମୃତ। ତେଣୁ ସେ ଲୋକ ପ୍ରକୃତରେ କେବଳ ପରମେଶ୍ୱରଙ୍କୁ ଅନୁଗମନ କରିବ, ବାକ୍ୟ ଦ୍ୱାରା ଚାଳିତ ହବ।
କିନ୍ତୁ ସତରେ ଯୋଉ ଲୋକ ଜଗତରେ ପ୍ରକୃତରେ ଆଶା ରଖି ଅଛନ୍ତି, ଟିକେ ବି ଯଦି ଜଗତରେ ଆଶା ଅଛି ହେଲେ ସେ କଣ କରିବ ଜାଣିଛନ୍ତି? ନାଇଁ ମତେ ଭଲ ଲାଗୁନି, ଆଉ କେତେ ଏମିତି ପ୍ରକୃତରେ ବଞ୍ଚିବି ବୋଲି ସେ ଜଗତ ଆଡକୁ ପ୍ରକୃତରେ ବୋହି ଯାଉଛି। ତ ଜୁନସର ସମସ୍ୟା କଣ? ନିନେଇର ଲୋକ ପ୍ରକୃତିରେ ଜୁନସକୁ ମାରିଦେବେ ସେଟା ସମସ୍ୟା ନାହିଁ, କିନ୍ତୁ ଜୁନସର ହୃଦୟରେ ନିଜ ଉପରେ ନିର୍ଭର କରିବାର ଚିନ୍ତା ପ୍ରକୃତରେ ଅଛି। ନିଜକୁ ବିଶ୍ୱାସ କରିବାର ହୃଦୟକୁ ରଖିକି ସେ ବଞ୍ଚୁଛି। ତ ସେଥିପାଇଁ ସବୁଠୁ ବଡ଼ ସମସ୍ୟା ହଉଛି ସେଇଟା। ସେଥିପାଇଁ ଆମମାନଙ୍କ ଲାଇଫରେ ମୋତେ ଯେତେବେଳେ ଆମେ ଦେଖୁଛୁ, ମୁଁ ପରିଧାନ ପାଇଛୁ, ଧାର୍ମିକ ହୋଇଛୁ, କିନ୍ତୁ ଆମେ ଜଣେ ଲୋକ ବେଳେ ବେଳେ କେମିତି ଲାଇଫ ପ୍ରକୃତିରେ ବଞ୍ଚିବା ପାଇଁ ଚାହୁଁଛୁ, ନିଜ ଉପରେ ନିର୍ଭର କରିକି, ନିଜକୁ ବିଶ୍ୱାସ କରିକି। କିନ୍ତୁ ପରମେଶ୍ୱର ଆମମାନଙ୍କ ପ୍ରକୃତିରେ ଆଁ, କୁଆଡେ କଢେଇକି ନେବା ପାଇଁ ଚାହାନ୍ତି, ଯେ ପରମେଶ୍ୱର ତାଙ୍କର ଇଚ୍ଛାକୁ ଦେବା ପାଇଁ ଚାହାନ୍ତି। ତାଙ୍କର ଇଚ୍ଛା ଅନୁସାରେ ଆମମାନଙ୍କ ଲାଇଫରେ କାମ କରିବା ପାଇଁ ଚାହାନ୍ତି। ତ ବାଇବଲରେ ଆଉ ଗୋଟେ ଜାଗାରେ ହେଲେ ଯଦି ଆମେ ଦେଖିବାକୁ ହେଲେ ଜଗତରେ ହିତୋପଦେଶ ବାକ୍ୟ ଟିକେ କାଢନ୍ତୁ। ହିତୋପଦେଶ 30 ପର୍ବର ବାକ୍ୟ ଟିକେ ଦେଖବା। 30 ପର୍ବର 15 ପଦ ପଢିବା। ଜୋକର ଦୁଇ କନ୍ୟା ଅଛନ୍ତି, ଯେଉଁମାନେ କହନ୍ତି ଦିଅ ଦିଅ। ତିନିଟା ବସ୍ତୁ ଅଛି ଯାହା କେବେ ତୃପ୍ତ ନୁହେଁ। ପୁଣି ଚାରି ବସ୍ତୁ କେବେ କହେ ନାହିଁ ଯଥେଷ୍ଟ ହେଲା। ପାତାଳ ବନ୍ଧ୍ୟା ଗର୍ଭ, ଜଳରେ ଅତୃପ୍ତ ଭୂମି, ଅଗ୍ନି ଯେ କହେ ନାହିଁ ଯଥେଷ୍ଟ ହେଲା। ଯେଉଁ ଚକ୍ଷୁ ଆପଣା ପିତାଙ୍କୁ ପରିହାସ କରେ ଓ ମାତାର କଥା ମାନିବାକୁ ତୁଚ୍ଛ ବୋଧ କରେ, ତାହା ତାହା ଉପତ୍ୟକାର ଡାମରାକ ମାନେ କାଢି ପକାଇବେ, ପୁଣି ଉତ୍କୃଷ୍ଟ ପକ୍ଷୀର ଛୁଆମାନେ ତାହା ଖାଇବେ। ତ ଏ ଜାଗାରେ 15 ପଦରେ କଣ ଲେଖା ହେଇଛି? ଯକର ଦୁଇ କନ୍ୟା ଅଛନ୍ତି ଯେଉଁମାନେ କହନ୍ତି ଦିଅ ଦିଅ। ତିନିଟା ବସ୍ତୁ ଅଛି ଯାହା କେବେ ତୃପ୍ତ ନୁହେଁ ଲେଖା ହେଇଛି। ଚାରି ବସ୍ତୁ କେବେ ମଧ୍ୟ କହେ ନାହିଁ ଯଥେଷ୍ଟ ହେଲା। ସେଥିପାଇଁ ପାତାଳ ଉଁ, ଓ ବନ୍ଧ୍ୟା ଗର୍ଭ, ଜଳ ଅତୃପ୍ତ ଭୂମି ଲେଖା ହେଇଛି। ଅଗ୍ନି ଯେ କହେ ନାହିଁ ଯଥେଷ୍ଟ ହେଲା ଲେଖା ହେଇଛି। ସେଥିପାଇଁ ନଦୀ କେବେ ମଧ୍ୟ ପୂର୍ଣ୍ଣ ହଉନାହିଁ। ଆଖି କେବେ ମଧ୍ୟ ଦେଖିକି ସନ୍ତୁଷ୍ଟ ହଉନାହିଁ। ନିଆଁ କେବେ ମଧ୍ୟ ପ୍ରକୃତିରେ ଯଥେଷ୍ଟ ହେଲା ବୋଲି ପ୍ରକୃତିରେ କହୁନାହିଁ। ଯଦି ଦେଖିଲେ ସେମାନେ କଣ କହୁଛନ୍ତି? ଦିଅ ଦିଅ ବୋଲି କହୁଛନ୍ତି। ସେଥିପାଇଁ ମନୁଷ୍ୟର ଆଖି ନାହିଁ କି କେବେ ମଧ୍ୟ ପୂର୍ଣ୍ଣ ନାହିଁ। କୌଣସି ବିଷୟ ଦ୍ୱାରା ମନୁଷ୍ୟର ଆଖି କେବେ ପୂର୍ଣ୍ଣ ହେଇପାରିବନି। ସେଥିପାଇଁ ପରମେଶ୍ୱର ମନୁଷ୍ୟ କଣ କରେ, କଣ ଦେଖାନ୍ତି, ଦେଖାଉଛନ୍ତି? ସତରେ ତୁ ଯେତେ ପାଇଲେ ମଧ୍ୟ ତୁ କେବେ ଶାନ୍ତିରେ ବଞ୍ଚି ପାରିବୁନି। କିନ୍ତୁ ଗୋଟେ ଦ୍ୱାରା ତୁ ଖୁସିରେ ବଞ୍ଚିବୁ, ଶାନ୍ତିରେ ବଞ୍ଚିବୁ, ସେଇଟା ହଉଛି ପ୍ରଭୁଙ୍କର ବାକ୍ୟ। 24 ପଦରେ ଲେଖା ହେଇଛି, ଚାରିପଟେ ପୃଥିବୀରେ ସାନ, ମାତ୍ର ଅତିଶୟ ଜ୍ଞାନବାନ। ପିମ୍ପୁଡ଼ି ଗୁଡ଼ିକ ଦୁର୍ବଳ ଜାତି, ତଥାପି ଗ୍ରୀଷ୍ମ କାଳରେ ଆହାର ସଞ୍ଚୟ କରନ୍ତି। ସେଥିପାଇଁ ଏ ଚାରି ପ୍ରାଣୀ ଉଁ, ଅତିଶୟ ଜ୍ଞାନବାନ ଲେଖା ହେଇଛି। ପିମ୍ପୁଡ଼ି ମାନଙ୍କୁ ଦେଖିଲେ ସେମାନଙ୍କର ବଳ ନାହିଁ, କିନ୍ତୁ ସେମାନେ କେମିତି କାମ କରନ୍ତି ତାଙ୍କର ନାହିଁ ୟୁନିଟ୍ ଅଛି। ସେମାନେ ଜମା ହୁଅନ୍ତି, ଆଉ ଜମା ହେଇକି ସେମାନେ କାମ କରନ୍ତି। ସାଫନ ଜନ୍ତୁ ଗଣ ଶକ୍ତିହୀନ ଜାତି, ତଥାପି ସେମାନେ ସବୁବେଳେ ଆପଣା ଆପଣା ବସା ନିର୍ମାଣ କରନ୍ତି। ଏ ସାଫନ ହଉଛି ବହୁତ ଦୁର୍ବଳ, କିନ୍ତୁ ଶୈଳ ଉପରେ ଆପଣ ଆପଣ ବସା ନିର୍ମାଣ କରନ୍ତି, ମାନେ ପଥରକୁ କଣା କରିକି ସେମାନେ ଘର ତିଆରି କରନ୍ତି। ତାମାନେ ପଥରକୁ କାଟିବା ପାଇଁ କେତେ କଷ୍ଟ, କିନ୍ତୁ ଏମାନେ ନାଇକି ପଥର ଭିତରେ ରହୁଛନ୍ତି। ପଥରକୁ କଣା କରୁଛନ୍ତି, ପଥର ଭିତରେ ରହୁଛନ୍ତି। ସେଥିପାଇଁ ସେମାନେ ଯେତେବେଳେ ଝଡ଼ ତୋଫାନ ହଉଛି କି ବର୍ଷା ହଉଛି କି ଶୀତ ହଉଛି କି କାକର ହଉଛି କି ଖରା ହଉଛି, ସେମାନଙ୍କୁ କେଉଁଠୁ ଭୟ ନଥିବ। ସେଥିପାଇଁ ସେମାନେ ବୁଦ୍ଧିମାନ ଲେଖା ହେଇଛି। ତଳେ ଲେଖା ହେଇଛି, ପଙ୍ଗପାଳ ମାନଙ୍କର କୌଣସି ରାଜା ନାହିଁ, ତଥାପି ସେମାନେ ସ୍ଥଳବଦ୍ଧ ହୋଇ ଗମନ କରନ୍ତି।
ତାଙ୍କର କିଏ ରାଜା ନାହାନ୍ତି। ତାଙ୍କୁ କିଏ ଶୁଣେଇବା ଲୋକ ନାହାନ୍ତି, କିନ୍ତୁ ସେମାନେ ଜମା ହେଇକି କାମ କରନ୍ତି, ଯାଆନ୍ତି, ଗୋଟେ ରାସ୍ତାରେ ଯାଆନ୍ତି। 28 ପଦ ଲେଖା ହେଇଛି, ପୁଣି ବୁଢିଆଣ ହସ୍ତ ଦ୍ୱାରା ଧରେ, ତଥାପି ସେ ରାଜାର ଅଟ୍ଟାଳିକାରେ ଥାଏ। ତିନି ପ୍ରାଣୀ ସୁନ୍ଦର ରୂପେ ଗମନ କରନ୍ତି, ପୁଣି ଚାରି ପ୍ରାଣୀ ସୁନ୍ଦର ରୂପେ ଗମନ କରନ୍ତି। ତ ଏଇ ଜାଗାରେ ପରମେଶ୍ୱର କାହିଁକି ଏ ବିଷୟ କହୁଛନ୍ତି? ଉଁ? କାହିଁକି ଆ, ଦୁର୍ବଳ ବିଷୟ କହୁଛନ୍ତି? କାହିଁକି ପ୍ରକୃତରେ ଉଁ, ଜ୍ଞାନ ବିଷୟରେ କହୁଛନ୍ତି? ଶକ୍ତିହୀନ ବିଷୟରେ କାହିଁକି ପ୍ରକୃତରେ କହୁଛନ୍ତି? ଆକ୍ଚୁଆଲି ମନୁଷ୍ୟ ନାଇଁ, ପରମେଶ୍ୱରଙ୍କ ଦୃଷ୍ଟିରେ ବେଶୀ ଦୁର୍ବଳ। ପରମେଶ୍ୱର ମନୁଷ୍ୟକୁ ଦୁର୍ବଳ କରିକି ତିଆରି କରିଛନ୍ତି। ଯେମିତି ମନୁଷ୍ୟ ପ୍ରଭୁଙ୍କ ଉପରେ ନିର୍ଭର କରିକି ବଞ୍ଚିବ, ପରମେଶ୍ୱରଙ୍କ ପ୍ରଭୁତ୍ୱରେ ଅନେଇବ, ପରମେଶ୍ୱରଙ୍କ ଦ୍ୱାରା ଚାଳିତ ହେଇକି ବଞ୍ଚିବ। ପରମେଶ୍ୱର ତାଙ୍କୁ କଢେଇକି ନେବା ପାଇଁ ଚାହାନ୍ତି। ସେଥିପାଇଁ ପରମେଶ୍ୱର ସଦାବେଳେ ମନୁଷ୍ୟକୁ କଣ କହିବା ପାଇଁ ଚାହୁଁନି, ଏ ତୁ ନିଜକୁ ଦେଖେ, ନିଜ ଉପରେ ନିର୍ଭର କରେ ନା। ଆ, ମୁଁ ଯୋଉ ବାକ୍ୟ ତମକୁ ଦଉଛି ସେ ବାକ୍ୟ ଉପରେ ତୁ ନିର୍ଭର କରେ। ତ ମୁଁ ବି ଏ ସମୟରେ ଯେତେବେଳେ ଦେଖୁଛି, ବେଳେ ବେଳେ ମୋ ପାଖରେ ବହୁତ ଚିନ୍ତା ଆସୁଛି, ବହୁତ ଗୁଡେ ଚିନ୍ତା। ଉଁ, ନିଜର ପିଲାମାନଙ୍କ ବିଷୟରେ ଚିନ୍ତା। ଉଁ, ମୋ ପାଖରେ କିଛି ପାୱାର ନାହିଁ, ମୁଁ ପିଲାମାନଙ୍କ ପାଇଁ କିଛି କରିପାରିବି ନାହିଁ, କି ମୋ ପାଇଁ ମଧ୍ୟ ମୁଁ କିଛି କରିପାରିବି ନାହିଁ, କି ଆମ ପରିବାର ପାଇଁ ମଧ୍ୟ ମୁଁ କିଛି କରିପାରିବି ନାହିଁ। କିନ୍ତୁ ଏ ଚିନ୍ତା ନାହିଁ କି ବହୁତ ସମୟରେ କାମ କରୁଛି, ଆସୁଛି, ଅଟୋମେଟିକ ଆସୁଛି। ସେଥିରେ ଆମର ଭାଇମାନଙ୍କ ବିଷୟରେ ମୁଁ ତ ଚିନ୍ତା ପ୍ରଭୃତିରେ ଆସିଛି, ଏମାନେ କେବେ ପରିତ୍ରାଣ ପାଇବେ, କେବେ ବାକ୍ୟ ଶୁଣିବେ, କେବେ ଆମ ଚର୍ଚ୍ଚକୁ ଆସିବେ, କେବେ ଆମର ଚର୍ଚ୍ଚର ଦୁନିଆ ବିଷୟରେ ଶିଖିବେ, କେତେ ଦିନ ପ୍ରକୃତରେ ଏମାନେ ନିଜର ଚିନ୍ତାକୁ ଅନୁଗମନ କରିବେ। ଉଁ, କେତେ ଦିନ ଏ ପ୍ରକାର ବିରୋଧ କରିକି ବଞ୍ଚିବେ। ମତେ ନେଇକି ଏ ପ୍ରକାର ଅଯଥା ଚିନ୍ତା ଗୁଡାକ ପ୍ରକୃତରେ ଆସୁଛି। ଉଁ, ଏ ଚିନ୍ତା ଆସୁଛି, କିନ୍ତୁ ଏଟା ଚିନ୍ତାର କିଛି ଭ୍ୟାଲୁ ନାହିଁ। ମୁଁ ବି ସେଇଟା ପ୍ରକୃତରେ ଜାଣୁଛି, କିନ୍ତୁ ଅଧିକାଂଶ ସମୟରେ ନେଇକି ଏ ପ୍ରକାର ଚିନ୍ତା ପ୍ରକୃତରେ ଆସୁଛି ମୋ ଲାଇଫ୍। ସେଥିପାଇଁ ଆମେ ଯୋଉଟା ଦେଖୁଛୁ, ଆମେ ଯୋଉଟା ଭାବୁଛୁ, ଏଇଟା ନେଇକି ତାର କିଛି ପାୱାର ପ୍ରକୃତରେ ନାହିଁ। ସେଥିପାଇଁ ପରମେଶ୍ୱର କଣ କହୁଛନ୍ତି? ଏଁ? ଏ ହିତୋପଦେଶ ବାକ୍ୟ ଏକା ଟିକେ ଆଉ ଗୋଟେ ବାକ୍ୟ ଆମେ ଦେଖିବା। ହଁ। ହିତୋପଦେଶ 3 ପର୍ବ, ହିତୋପଦେଶ 3 ପର୍ବର 5 ପଦ ଦେଖିବା। ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କ ଠାରେ ବିଶ୍ୱାସ କର, ନିଜ ସୁବିବେଚନାରେ ଆଉଜି ପଡ ନାହିଁ। ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମର ପଥ ସବୁ ସରଳ କରିବେ। ତ ବାଇବଲ କଣ କହୁଛି? ତୁମେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କ ଠାରେ ବିଶ୍ୱାସ କର ଲେଖାଯାଇଛି। ତ ମୋର ମନ, ମୋର ହୃଦୟ କେବଳ ସବୁବେଳେ ପ୍ରଭୁଙ୍କୁ ନିର୍ଭର କରିବାର ହୃଦୟ ଆସୁନି। ସବୁବେଳେ ପ୍ରଭୁଙ୍କୁ ଅନେଇବାର ହୃଦୟ ପ୍ରଭୁତରେ ଆସୁନି। ପ୍ରଭୁଙ୍କ ଉପରେ ନିର୍ଭର କରିବାର ହୃଦୟ ପ୍ରଭୁତରେ କେବେ ବି ଆସୁନି। ବେଳେବେଳେ ନିଜ ଉପରେ ନିର୍ଭର କରିବାର ହୃଦୟ ଆସିଛି, ନିଜକୁ ବିଶ୍ୱାସ କରିବାର ହୃଦୟ ଆସିଛି। ଆଁ? ବେଳେବେଳେ ମତେ ଏମିତି ଚିନ୍ତା ଆସୁଛି, ଗୋଟେ ବଡ ବିଜନେସମ୍ୟାନ ହେଇଯା, କିନ୍ତୁ କିଛି ନାହିଁ ଦୁନିଆରେ। ଆଁ? ମୋ ପାଖରେ କିଛି ନାହିଁ, କିନ୍ତୁ ଏ ଚିନ୍ତା ଗୋଟେ ଆସୁଛି। ବେଳେବେଳେ ରାସ୍ତାରେ ଗଲାବେଳକୁ ଆଁ, ଏମିତି ଚିନ୍ତା ଆସୁଛି, ଗୋଟେ ବହୁତ ଟଙ୍କା ଗୋଟେ ପଡିଥାନ୍ତା, ଆମର ସବୁ ସମାଧାନ ହେଇଥାନ୍ତା। କିନ୍ତୁ ସତରେ ଏତେ ଟଙ୍କା ବି ପାଇଥାନ୍ତି କଣ, ସବୁ ମୋର ସମାଧାନ ହବ କି? ନାଇଁ। ସେତେ ମನುଷ୍ୟ ପାଖରେ କେମିତି ଚିନ୍ତା ଆସୁଛି, ଆଶ୍ଚର୍ଯ୍ୟ ଚିନ୍ତା ଗୋଟେ ଆସୁଛି।
କିନ୍ତୁ ପରମେଶ୍ୱର କଣ କହୁଛନ୍ତି? ତୁମେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡୁନାହିଁ। ହୁଁ? ନିଜ ସୁବିବେଚନାରେ ଆଉଜି ପଡୁନାହିଁ କହିଲେ ମଧ୍ୟ ଆମେ ଆଉଜି ପଡୁଛୁ ଅଟୋମେଟିକ ସେଆଡେ ପ୍ରକୃତିରେ ଟାଣି ଆଣୁଛୁ। ଯଦି ଚୁମ୍ବକ ଅଛି ଭାଇମାନେ ଭଉଣୀମାନେ, ଏ ଚୁମ୍ବକ ନାଇକି କଣ କର ଲୁହାକୁ ନିଜ ଆଡକୁ ଟାଣ। ସେଥିପାଇଁ ମନୁଷ୍ୟ ପାଖରେ ଯଦି ନିଜେ ଟିକେ ମଧ୍ୟ ନିଜ ଉପରେ ନିର୍ଭର କରିବାର ଅଛି, ଦୁନିଆ ଯଦି ଅଛି ହେଲେ ଏ ପ୍ରକାର ଭାବରେ ଚିନ୍ତା ନାହିଁ କି ଅଟୋମେଟିକ ଆମ ମାନଙ୍କୁ ସିଆଡେ ଟାଣିକି ନେଉଛି। ସେଥିପାଇଁ ସ୍ୱପଦରେ ଲେଖା ହେଇଛି, ଆପଣର ସବୁ ଗତିରେ ତାଙ୍କ ସ୍ୱୀକାର କର, ତହିଁରେ ସେ ତୁମର ପଥ ସବୁ ସରଳ କରିବେ ଲେଖା ହେଇଛି। ସବୁ ଗତିରେ ସ୍ୱୀକାର କର ଲେଖା ହେଇଛି। କଷ୍ଟରେ ସ୍ୱୀକାର କର, ଯନ୍ତ୍ରଣା ସମୟରେ ସ୍ୱୀକାର କର, ଯଦି ଅଭାବ ଅଛି ହେଲେ ସ୍ୱୀକାର କର, ରୋଗ ଅଛି ହେଲେ ସ୍ୱୀକାର କର, ସବୁ ସମୟରେ ସ୍ୱୀକାର କର ଲେଖା ହେଇଛି। ତେବେ ସେ ତମର ରାସ୍ତାକୁ ସରଳ କରିବେ ଲେଖା ହେଇଛି। ତମ ନିଜେ ନିଜେ ଜ୍ଞାନୀ ହୁଅ ନାହିଁ ଲେଖା ହେଇଛି। ସଦାପ୍ରଭୁଙ୍କୁ ଭୟ କର, ମନ୍ଦତାର ବିମୁଖ ହୁଅ, ତାହା ତୁମ ନାଭି ଦେଶର ସ୍ୱାସ୍ଥ୍ୟ ଅତି ଅସ୍ଥିର ମଜା ହେବ। ତ ସତରେ ବାକ୍ୟ ଯେତେବେଳେ ଆମେ ଦେଖୁଛୁ, ତ ପରମେଶ୍ୱର ଆମମାନଙ୍କୁ ଉଁ, କଣ କହିବା ପାଇଁ ଚାହୁଁଛନ୍ତି? ତମେ ନିଜକୁ ଅସ୍ୱୀକାର କର, ପ୍ରଭୁଙ୍କ ଉପରେ ନିର୍ଭର କର, ପରମେଶ୍ୱର ତମର ମାଲିକ ହେବେ। କିନ୍ତୁ ଶୈତାନ ମାନଙ୍କ ଲାଇଫରେ କେମିତି କାମ କରୁଛି? ଯେମିତି ଆମେ ପ୍ରଭୁଙ୍କୁ ନିର୍ଭର କରିବୁ ନାହିଁ, ନିଜ ଉପରେ ନିର୍ଭର କରିବୁ, ନିଜ ଉପରେ ଡିପେଣ୍ଡେଡ ହବୁ ଆଉ ନିଜ ଭରସା କରିବୁ। ସେଥିପାଇଁ ପରମେଶ୍ୱର ସେଥିପାଇଁ ଶୈତାନ ଏ ପ୍ରକାର ଭାବରେ ଆମମାନଙ୍କ ଲାଇଫରେ କାମ କରୁଛି। କିନ୍ତୁ ପରମେଶ୍ୱର ଆମମାନଙ୍କୁ ବନଉଛନ୍ତି ଯେମିତି ଆମେ ନିଜକୁ ସ୍ୱୀକାର କରୁ। ଆଜି ଜୁନସ୍ ପ୍ରକୃତିରେ ତର୍ସିସକୁ ଯିବାର ଗୋଟେ ଏକ କାରଣ, ସେ ନିଜକୁ ବେଶୀ ଚାଲାକ ଭାବୁଛନ୍ତି, ନିଜକୁ ନିର୍ଭର କରୁଛନ୍ତି। ସେଥିପାଇଁ ଗୋଟେ ସମୟ ଆସୁଛି, ସେ ପ୍ରକୃତରେ ନିନିଭକୁ ଯିବା ପରିବର୍ତ୍ତେ ସେ ତର୍ସିସକୁ ପ୍ରକୃତରେ ଯାତ୍ରା କରୁଛନ୍ତି। ଯେତେବେଳେ ସେ ତର୍ସିସକୁ ଯାତ୍ରା କରୁଛନ୍ତି, ସେ ପରମେଶ୍ୱର ଜୁନସର ଲାଇଫରେ କାମ କଲେ। ଏ ଜୁନସ ମୁଁ ତତେ ନିନିଭର ବିରୁଦ୍ଧରେ ଘୋଷଣା କରିବା ପାଇଁ ନିନିଭକୁ ପଠେଇଲି, ତମେ କାହିଁକି ନିନିଭକୁ ଯାଉନ? କଣ ସମସ୍ୟା ତମ ଲାଇଫରେ? କାହିଁକି ତମେ ଏତେ ନିଜ ଉପରେ ନିର୍ଭର କରୁଛ? ତମେ କାହିଁକି ପ୍ରକୃତରେ ମୋର ବାକ୍ୟ ପ୍ରକୃତରେ ତମେ ଶୁଣୁନ? ଆଁ? ମୁଁ ତମ ପାଖରେ ନଥିଲେ ସୁଦ୍ଧା ମୁଁ ତ ଅଦୃଶ୍ୟ ଭାବରେ ତମକୁ ଦେଖୁଛି। ନିଶ୍ଚିତ ଭାବରେ ତମର ଚିନ୍ତା ମୋର ଚିନ୍ତା ବିପରୀତ ଅଛି। ଆଁ? ତମେ କେତେ ନିଜକୁ ଚାଲାକ ମନେ କରୁଛ, କେତେ ନିଜକୁ ତମେ ବିଶ୍ୱାସ କରିକି ଆଗକୁ ବଢୁଛ। ସେଥିପାଇଁ ପରମେଶ୍ୱର ଯେତେବେଳେ ଜୁନସକୁ ଦେଖିଥିବେ, ଜୁନସ କଣ ଭାବୁଥିବ, କିଏ ଦେଖୁଛି ମତେ, କେମିତି କିଏ ଜାଣିଛି? ଉଁ? ହଁ ମୁଁ ପ୍ରଭୁଙ୍କୁ ମିଛ କହିକି ଯଦି ମୁଁ ତର୍ସିସ ଗଲେ ପ୍ରଭୁ କଣ ମତେ ରାସ୍ତାରେ କଣ ଜଗେଇବେ କି? ସେଥିପାଇଁ ତର୍ସିସର ଜାହାଜ ଆଡକୁ ଗଲା, ଭଡାଟା ଦେଲା, ଆଉ ସେ ଜାହାଜରେ ଯାଇକି ବସିଲା, ଗୋଟେ ଯାଇକି କୋଣରେ ଶୋଇଲା। ତ ସମୁଦ୍ର ଭିତରେ ପହଞ୍ଚିଲା ବେଳକୁ ମଝିରେ ଯେତେବେଳେ ପହଞ୍ଚିଲେ କଣ ହେଲା? ଜାହାଜ ପ୍ରକୃତିରେ ହଲିବା ପାଇଁ ଆରମ୍ଭ ହଉଛି, ଝଡ ତୋଫାନ ପ୍ରକୃତିରେ ଆସୁଛି, ଢେଉ ପ୍ରକୃତିରେ ବଡ ବଡ ଢେଉ ପ୍ରକୃତିରେ ଆସୁଥିବେ। ଜାହାଜରେ ବସିଥିବା ଲୋକମାନେ ବହୁତ ବ୍ୟସ୍ତ ହେଲେ, କେମିତି କରବା? ଏଡେ ବଡ ପ୍ରକୃତିରେ ତୋଫାନ ଆସିଛି, ସାମ୍ନା କରିବାଟା ଆମ ପାଇଁ ସହଜ ନାହିଁ। କଣ ଘଟିଲା ହଠାତରେ? କେବେ ବି ଏ ପ୍ରକାର ଉଁ, ବିଷୟ ନଥିଲା, କିନ୍ତୁ କାହିଁକି ପ୍ରକୃତରେ ଆସୁଛି? ଲୋକ ଚିନ୍ତା ଯେତେବେଳେ କରୁଥିବେ, ଲୋକ କେବେ ମଧ୍ୟ ପ୍ରକୃତିରେ ବୁଝୁନଥିବେ। କିନ୍ତୁ ପରମେଶ୍ୱର ଯେତେବେଳେ ଦେଖୁଛନ୍ତି, ଉଁ, ଏ ଜୁନସର ହୃଦୟ ପ୍ରକୃତିରେ ବେଶୀ ଅଲଗା ଅଛି। ଉଁ, ଇଏ ତାର ହୃଦୟରେ କେଉଁ ମୋର ବାକ୍ୟକୁ ଗ୍ରହଣ କରିପାରୁନାହିଁ। ସେ ନିଜର ଇଚ୍ଛା ନିଜର ପସନ୍ଦରେ ପ୍ରକୃତିରେ ବଞ୍ଚିବା ପାଇଁ ଚାହୁଁଛି। ସେଥିପାଇଁ ସେ ଲୁଚିକି ଯିବା ପାଇଁ ଚାହୁଁଛି। ତ ସେ ସାଙ୍ଗରେ ପରମେଶ୍ୱର ଜନସ ପାଇଁ କାମ କରୁଛନ୍ତି। ଝଡ଼ ତୋଫାନ ଆସିଲା, ଲୋକମାନେ ବ୍ୟସ୍ତ ହେଲେ, ସେ ଜାଗାରେ ପ୍ରକୃତିରେ ଗୋଳି ବାଣ୍ଟ କରାହେଲା।
ଯେତେବେଳେ ଗୁଳି ବାଣ୍ଟ କରାହେଲାକୁ ସେଟା ଜୁନୁସର ନାଁରେ ଉଠିଲା। ତ ଜୁନୁସର ନାଁରେ ଯେତେବେଳେ ଉଠିଲା, ଲୋକମାନେ ଖୋଜିବା କାରଣ ପଡିଲେ ସେ ଜୁନୁସ କିଏ? ସେ କୋଉ ପ୍ରକାର ବ୍ୟକ୍ତି, କୋଉ ଜାଗାରେ ଅଛନ୍ତି? ଖୋଜିଲା ବେଳକୁ ଏଠି ଗୋଟେ କୋଣରେ ସେ ଶୋଇଛନ୍ତି। ତାକୁ ଉଠେଇଲେ, ତମେ କୁଆଡେ ଯାଉଛ? ତମେ କେଉଁ ଦେଶର ଲୋକ? ତମେ କିଏ ବୋଲି ପଚାରିଲାକୁ, ନାଇଁ ମୁଁ ପ୍ରଭୁଙ୍କର ଲୋକ, ମୁଁ ପ୍ରଭୁଙ୍କୁ ଭୟ କରେ। ପରମେଶ୍ୱର ମତେ ନିନିବର ବିରୁଦ୍ଧରେ ଘୋଷଣା କରିବା ପାଇଁ ନିନିବ ଦେଶରେ ଯାତ୍ରା କରିବା ପାଇଁ ପଠେଇଲେ। କିନ୍ତୁ ମୁଁ ପରମେଶ୍ୱରଙ୍କୁ ଭୟ କରିକି ମୁଁ ତର୍ସିସକୁ ଯାତ୍ରା କରୁଛି। ତ ସେତେବେଳେ ତାଙ୍କୁ କୁହାହେଲା, ତମ ପ୍ରତି ଆମେ କଣ କରିବୁ? ସେତେବେଳକୁ ସେ ଜୁନସ୍ ପ୍ରଭୁତରେ କହିଲେ, ଯଦି ମୋ ପାଇଁ ଯଦି ଏ ପ୍ରକାର ବିଷୟ ଘଟୁଛି, ତେବେ ମତେ ତମେ ଧର ପାଣି ଭିତରେ ଫିଙ୍ଗି ଦିଅ ବୋଲି କହିଲେ। ସେ ସମୟରେ ଜୁନସ୍କୁ ପ୍ରଭୁତରେ ଧରିଲେ ଆଉ ପାଣି ଭିତରେ ପ୍ରଭୁତରେ ପକେଇ ଦଉଛନ୍ତି। ତ ଏଇଟା ହଉଛି ଗୋଟେ ଜାଗା, ଜୁନସ୍ ସବୁ ବିଷୟ ପ୍ରଭୁତରେ ସରିଯାଉଛି। ଜୁନସ୍ ଜାଣିଲେ ମୁଁ ପ୍ରଭୁଙ୍କ ସାମ୍ନାରେ ମିଛ କହିକି ବଞ୍ଚୁଛି। ପରମେଶ୍ୱରଙ୍କ ସାମ୍ନାରେ ପ୍ରକୃତରେ ସତରେ ମୁଁ ଜଣେ ଲୋକ ନା, କେତେ ନିଜକୁ ଚାଲାକ ବୋଲି ମନେ କରିଛି। କିନ୍ତୁ ପରମେଶ୍ୱର ସବୁ ବିଷୟ ପ୍ରକୃତରେ ଦେଖୁଛନ୍ତି। ସେଥିପାଇଁ ଜୁନସ୍ ପ୍ରଭୁତରେ ଜାଣିଲେ ମୁଁ କେବେ ମଧ୍ୟ ଲୁଚି ପାରିବିନି ପ୍ରଭୁଙ୍କ ପାଖରେ। ମୁଁ ଲୁଚିବା ପାଇଁ ଚାହୁଁଥିଲି, ଲୁଚିକି ପଳେଇବା ପାଇଁ ଚାହୁଁଥିଲି, ଧୀରେ ଫସିବା ପାଇଁ, କିନ୍ତୁ ପରମେଶ୍ୱର ମତେ ଦେଖୁଛନ୍ତି। ସେ ସମୟରେ ଜୁନସ୍ ନାୟକ ନିଜକୁ ଫିଙ୍ଗିଦେଲେ। ଯେତେବେଳେ ଜୁନସ୍ ନିଜକୁ ଫିଙ୍ଗିଲେ, ଲୋକମାନେ ତାକୁ ଧରିଲେ ଆଉ ପାଣିରେ ପକେଇଲେ। ସେ ସମୟରେ ପରମେଶ୍ୱର ଜୁନସ୍କୁ ରକ୍ଷା କରିବା ପାଇଁ ମାଛକୁ ପଠଉଛନ୍ତି। ମାଛ ତାକୁ ଯାଇ ଗିଳୁଛି। ମାଛର ପେଟ ଭିତରେ ପହଞ୍ଚିଲେ 3 ଦିନ ପ୍ରଭୁତରେ ରହିଲେ। 3 ଦିନ ରହିଲେ ଆଉ ଜୁନସ୍ ଚାହୁଁନାହାନ୍ତି ନିନିକୁ ଯିବା ପାଇଁ। କିନ୍ତୁ ଯେତେବେଳେ 3 ଦିନ ପରେ ଜୁନସ୍ ଯେତେବେଳେ ଦେଖୁଛନ୍ତି, ମାଛ ଯାଇକି ଯେତେବେଳେ ବାନ୍ତି କଲା, ସେ ମାଛ କୁଆଡେ ଯାଇକି ତାକୁ ବାନ୍ତି କଲା ଜାଣିଛନ୍ତି? ନିନିବର ଜାଗା, ନିନିବର କୋଳରେ ପ୍ରଭୁତରେ ଯାଇକି ବାନ୍ତି କରୁଛି। ସେ ସମୟରେ ଜୁନସ୍ ପ୍ରଭୁତରେ ଦେଖିଲେ, ସତରେ ହଁ ଏ ଜାଗାକୁ ମୁଁ କେବେ ମତେ ପସନ୍ଦ କରୁନାହିଁ। ହଁ ସତରେ ଏ ଜାଗାକୁ ଆସିବା ପାଇଁ ମୁଁ ଇଚ୍ଛା କରୁନାହିଁ, କିନ୍ତୁ ପରମେଶ୍ୱର ମତେ ଆଣିକି ରଖିଲେ। ସେ ସମୟରେ ଜୁନସ୍ ପ୍ରଭୁତରେ ଗୋଟେ ବିଷୟକୁ ଦେଖୁଛନ୍ତି କି ହଁ ଏଇଟା ପ୍ରଭୁଙ୍କର ଇଚ୍ଛା। ସେ ସମୟରେ ସାହସରେ ଜୁନସ୍ ପ୍ରଭୁତରେ ଯାଇକି ଏ ଏ ନିନିବର ଲୋକମାନଙ୍କ ସାମ୍ନାକୁ ଯାଇକି ପ୍ରଭୁତରେ ଘୋଷଣା ପ୍ରଭୁତରେ କରୁଛନ୍ତି। ସେ ସମୟରେ ଜୁନସ୍ କେତେ ଖୁସି ହେଇଥିବେ। ଜୁନସ୍ ତାର ଲାଇଫରେ ପରମେଶ୍ୱର କାମ କରିବା ବିଷୟକୁ ଦେଖିଥିବେ। ସେଥିପାଇଁ ଆମେ ମଧ୍ୟ ଯେତେବେଳେ ନିଜ ବିଷୟରେ ଜାଣିବୁ, ମୋର ଚାଲାକ, ମୋର ବୁଦ୍ଧି କିଛି କାମ କରିବନି ପ୍ରଭୁଙ୍କ ସାମ୍ନାରେ, କିନ୍ତୁ ପରମେଶ୍ୱର ମତେ ପଢେଇକି ନେବା ପାଇଁ ଚାହାନ୍ତି, ହଁ ସେତେବେଳେ ପରମେଶ୍ୱରଙ୍କର ଇଚ୍ଛା ଆମ ଲାଇଫରେ ସଫଳ ହବ। ସେଥିପାଇଁ ପରମେଶ୍ୱର ଆମମାନଙ୍କୁ ଗୋଟେ ବିଷୟ କହିବା ପାଇଁ ଚାହାନ୍ତି, ଏଁ, ତମେ ନିଜକୁ କାଢ, ନିଜକୁ ଫିଙ୍ଗି ଦିଅ, ଉଁ, ନିଜକୁ ତମେ ଦେଖ ନାହିଁ ବୋଲି ବହୁତ ପସନ୍ଦ। ଆଜି ଆମେ ଯୌନ ପୁସ୍ତକ 6 ପର୍ବର ବାକ୍ୟକୁ ପଢିଲୁ। ଏ ଯୌନ ପୁସ୍ତକ 6 ପର୍ବ ବାକ୍ୟରେ ଯଦି ଆମେ ଦେଖିବାକୁ କହିଲେ, ଯୀଶୁଙ୍କ ପଛରେ ଯିବା ଅନେକ ଲୋକମାନେ ଅଛନ୍ତି। ସେମାନେ ବହୁତ ଦିନ ଧରିକି ଖାଇ ନାହାନ୍ତି। ଯୀଶୁ ସେମାନଙ୍କୁ ଦେଖିଲାକୁ ଦୟା ଲାଗେ। ଆରେ ଏମାନେ କେତେ ଦିନ ହେଲାଣି ମୋର ଅନୁଗମନ କରୁଛନ୍ତି। ଉଁ, ଏମାନଙ୍କୁ ଟିକେ ବସା ସମସ୍ତେ, ଖାଇବା ପାଇଁ ଟିକେ ଚିନ୍ତା କରବା। ବହୁତ ସଂଖ୍ୟକ ଲୋକ ଆସିଥିଲେ। ଫିଲିପ ପଚାରିଲେ, ପ୍ରଭୁ ଏମାନଙ୍କ ପାଇଁ କୁଆଡେ ପ୍ରକୃତରେ ରୁଟି ଆଣବ? 100 ଟଙ୍କାର ରୁଟି କଣ ଯଥେଷ୍ଟ କି? ଯୀଶୁ ପରୀକ୍ଷା କରିବାକୁ ଉଦ୍ଦେଶ୍ୟରେ କହିଲେ ଲେଖାଇଛି। ସେ କଣ କରିବା ପାଇଁ ଯାଉଛନ୍ତି ତାହା ସେ ନିଜେ ଜାଣିଥିଲେ ଲେଖାଇଛି। ଫିଲିପ ପାଇଲେ ଉତ୍ତର ଦେଲେ, ପ୍ରତ୍ୟେକ ଜଣ ଟିକିଏ ପାଇବା ପାଇଁ ଏମାନଙ୍କ ନିମନ୍ତେ 100 ଟଙ୍କା ରୁଟି ଯଥେଷ୍ଟ ନୁହେଁ। ଯୀଶୁ ତ ଆପଣ ଯାହା କହୁଛନ୍ତି ଏଇଟା ଆପଣ ବୁଝୁଛନ୍ତି କି? ନାଇଁ? ମୁଁ ବୁଝିପାରୁନି ଆପଣ କଣ କହିବା ପାଇଁ ଚାହାନ୍ତି। ଆମ ପାଖରେ କିଛି ନାହିଁ ଆଜ୍ଞା, ଖାଇବାଟା ପିଇବାଟା କିଛି ନାହିଁ, ରୁଟି ବି ନାହିଁ। କିନ୍ତୁ ଜଣେ ଲୋକ ପାଖରେ 5ଟା ରୁଟି ଅଛି। ଉଁ, ଆମ ପାଖରେ କିଛି ନାହିଁ, କୁଆଡୁ ବସେଇବା? କିନ୍ତୁ ଆନ୍ଦିରେ ଆସିଲା, କହିଲେ, ପ୍ରଭୁ ଜଣେ ବାଳକ ପାଖରେ 5ଟା ରୁଟି ଆଉ 2ଟା ଭଜା ମାଛ ଅଛି। ଯୀଶୁ କହିଲେ, ଆଣ ତାଟା।
ଏଁ, ଆଉ ଲୋକମାନଙ୍କୁ ବସାଅ ଘାସରେ। ସେ ସମୟରେ ଆନ୍ଧିରେ ଯେତେବେଳେ ଦେଖୁଛନ୍ତି ଯୀଶୁ ଚାହୁଁଛନ୍ତି ସମସ୍ତଙ୍କୁ ଖାଇବା ପାଇଁ ଯିବା ପାଇଁ ପସନ୍ଦ କରୁଛନ୍ତି। ସେଥିପାଇଁ ଆନ୍ଧିରେ ପାଟି କରିଥିଲେ ଯୀଶୁଙ୍କର ଇଚ୍ଛା ଏଟା, ଯୀଶୁ ଆଜି ଆମମାନଙ୍କୁ ଖାଇବାକୁ ଦେବେ। ଯୋଉ ଯୋଉ ଜାଗାରେ ଅଛ ଆପଣମାନେ ସମସ୍ତେ ବସିଯାଆନ୍ତୁ। ସେ ସମୟରେ ସମସ୍ତ ଲୋକ ବସିଥିବେ। ଫିଲିପ ବୁଝୁନଥିବ। ଫିଲିପ ପ୍ରଶ୍ନ ଉପରେ ପ୍ରଶ୍ନ କରୁଥିବ। ଯୀଶୁ ଆମେ ଲଜ୍ଜିତ ହେବା। ଆଁ? ଆପଣ କଣ କହୁଛନ୍ତି ଏଇଟା? ଆନ୍ଧିରେ ତମେ କାହିଁକି ବୁଝୁନ? ଆଁ? କାହିଁକି ତମେ ଏ ପ୍ରକାର କରିବା ପାଇଁ ଚାହୁଁଛ? ତମେ ଲଜ୍ଜିତ ହେବା ପାଇଁ ଚାହୁଁଛ କି? ଉଁ? ଲୋକମାନଙ୍କ ସାମ୍ନାରେ ତମେ ଲଜ୍ଜିତ ହେବା ପାଇଁ ଚାହୁଁଛ କି? ଆଁ? ତମେ ଚିନ୍ତା କର, 5ଟା ରୁଟି 2ଟା ଭଜା ମାଛ ଏତେ ଲୋକଙ୍କ ପାଇଁ କଣ ହବ? ଲୋକମାନେ ପୁରୁଷର ସଂଖ୍ୟା 5,000 ଲୋକ ଅଛନ୍ତି। ଏତେ ଲୋକ ସେମାନେ ଅନୁଗମନ କରୁଅଛନ୍ତି। ଆମ ପଛରେ ଏଇଟା ଯଥେଷ୍ଟ ନାହିଁ। ଫିଲିପ ପ୍ରକୃତିରେ ପ୍ରକାର ହିସାବ କିତାବ କରୁଥିବ। କିନ୍ତୁ ଆନ୍ଧିରେ କଣ ଦେଖୁଛନ୍ତି? ଏଇଟା କିଏ କହିଲେ? କିଏ ବସେଇବା ପାଇଁ ଆଦେଶ ଦଉଛି? ହଁ, ଏଇଟା ଯୀଶୁ କହୁଛନ୍ତି। ତା ମାନେ ମୁଁ କାହିଁକି ମୋର ଚିନ୍ତାକୁ ମିଶେଇବି? ମୁଁ କାହିଁକି ମୋର ଚିନ୍ତା ପ୍ରକୃତିରେ ନିର୍ଭର କରିବି? ହଁ, ଏଇଟା ପ୍ରଭୁ ଚାହୁଁଛନ୍ତି। ଏଇଟା ପରମେଶ୍ୱରଙ୍କର ଇଚ୍ଛା ଏ ଲୋକମାନଙ୍କୁ ଖାଇବାକୁ ଦେବା ପାଇଁ। ସେ ସମୟରେ ଫିଲିପ ଆନ୍ଧ୍ରିଆ ପ୍ରକାର ଭାବରେ ଯୀଶୁଙ୍କ ସହିତ ନିଜର ହୃଦୟକୁ ପ୍ରଭୃତିରେ ମିଶଉଛନ୍ତି। ସେ ସମୟରେ ଆନ୍ଧ୍ରିୟ ପ୍ରଭୃତିରେ ଆସିଲେ 8 ପଦରେ ଯଦି ଆମେ ଦେଖିବା, ସିମନ ପିତରଙ୍କର ଭ୍ରାତା ଆନ୍ଦ୍ରିୟ ନାମକ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ଏଠାରେ ଜଣେ ବାଳକ ଅଛି। ତା ପାଖରେ ଜବର 5ଟି ରୁଟି ଓ 2ଟି ଭଜା ମାଛ ଅଛି। କିନ୍ତୁ ଏତେ ଲୋକଙ୍କ ପାଇଁ ତାହା କଣ ହବ? ଯୀଶୁ କହିଲେ, ଲୋକମାନଙ୍କୁ ବସାଅ। ସେ ସ୍ଥାନରେ ବହୁତ ଘାସ ଥିଲା। ତେଣୁ ସଂଖ୍ୟା ପ୍ରାୟ 5,000 ପୁରୁଷ ବସିଲେ। ତ ଏଇ ଜାଗାରେ ଦେଖିଲେ ଆନ୍ଧ୍ରିଆ ଏଇଲେ କହିଲେ, ଜଣେ ଲୋକ ଅଛି ତା ପାଖରେ 5ଟା ରୁଟି ଅଛି, 2ଟା ଭଜା ମାଛ ଅଛି। ଯୀଶୁ କହିଲେ, ବସାଅ। 5,000 ଲୋକ ଥିଲେ, ବସିଲେ ଲେଖା ଅଛି। 11 ପଦରେ ଦେଖିଲେ, ସେଥିରେ ଯୀଶୁ ସେଇ ରୁଟି ଘିନି ଧନ୍ୟବାଦ ଦେଇ ବସିଥିବା ଲୋକମାନଙ୍କୁ ତାହା ବାଣ୍ଟି ଦେଲେ। ସେଇ ପ୍ରକାର ମାଛ ମଧ୍ୟ ବାଣ୍ଟି ଦେଲେ। ସେମାନେ ଯେତେ ଚାହିଁଲେ ସେତେ ଦେଲେ। ଆଶ୍ଚର୍ଯ୍ୟ! ଏ 5ଟା ରୁଟି 2ଟା ଭଜା ମାଛ ଯଥେଷ୍ଟ 5,000 ଖାଇକି ବଞ୍ଚିବା ପାଇଁ। ସତରେ ସେଥିପାଇଁ ଆମମାନଙ୍କ ଲାଇଫରେ ମଧ୍ୟ ଗୋଟେ ବାକ୍ୟ ଯଥେଷ୍ଟ। ଆମେ ଆମ ଲାଇଫରେ ଖୁସି ହେବା ପାଇଁ, ଆଶାରେ ପ୍ରଭୃତିରେ ଗୋଟେ ଦିନକୁ ପ୍ରଭୃତିରେ ବିତେଇବା ପାଇଁ। ସେଥିପାଇଁ ପରମେଶ୍ୱର ଆମକୁ କଣ କହିବା ପାଇଁ ଚାହେଁ? 12 ପଦରେ ଦେଖିଲେ, ଆଉ ସେମାନେ ପରିତୃପ୍ତ ହୁଅନ୍ତେ ଆପଣା ଶିଷ୍ୟମାନେ କହିଲେ, ଯେପରି କିଛି ନଷ୍ଟ ନ ହୁଏ ଏଥି ନିମନ୍ତେ ବଳିଥିବା ଭଙ୍ଗା ଖଣ୍ଡ ଗୁଡ଼ିକ ଏକାଠି କର। ସେଥିରେ ସେମାନେ ସେହି ସବୁ ଏକାଠି କଲେ। ପୁଣି ଲୋକମାନଙ୍କର ଖାଇବା ପରେ ଜବର ସେହି ପାଞ୍ଚଟି ରୁଟିରୁ ଯେଉଁ ଭଙ୍ଗା ଖଣ୍ଡକ ବଳିଥିଲା, ସେଥିରେ ସେମାନେ 12 ଟୋକାଇ ପୂର୍ଣ୍ଣ କଲେ। ତ ଏଇ ଜାଗାରେ ଯଦି ଆମେ ଦେଖିବା ପାଇଁ, 5ଟା ରୁଟି ଥିଲା, 2ଟା ଭଜା ମାଛ ଥିଲା, କିନ୍ତୁ ବର୍ତ୍ତମାନ କେତେ ଟୋକେଇ ହେଲା? 12 ଟୋକେଇ। ଦିନେ ପାଷ୍ଟର କିଙ୍ଗ ପ୍ରଭୃତିରେ ମତେ କଣ କହିଲେ ଜାଣିଛନ୍ତି? ଯେତେବେଳେ ବାଲିଗୁଡାକୁ ମତେ ପଠାଯାଉଥିଲା, ମୋ ପାଖରେ ବହୁତ ଡର ଥିଲା। ମୁଁ କୁଆଡେ ଯିବି, କୋଉଠି ରହିବି, କେମିତି ଖାଇବି? ବିନା ପଇସାରେ ବଞ୍ଚିବାଟା, ଆଉ ଏଟା କେମିତି ହବ? ଏବେ ମୁଁ ଜଣେ ଅଛି, କିନ୍ତୁ ଦିନେ ମୁଁ ବାହା ହେବି। ବାହା ହେଲା ପରେ ମୋ ସ୍ତ୍ରୀ ପ୍ରକୃତିରେ ଆସିବ। ଉଁ, ମୋ ସ୍ତ୍ରୀ ଆସିଲା ପରେ ଦିନେ ଆମର ଛୁଆ ପିଲା ହବ। ଆମେ କେମିତି ପ୍ରକୃତିରେ ବଞ୍ଚିବୁ? ଉଁ, ଯେହେତୁ ମୋର ଟିକେ ବି ଏ ପ୍ରକାର ଏକ୍ସପିରିଏନ୍ସ ନଥିଲା, ସେଥିପାଇଁ ମୁଁ ବହୁତ ଭୟ କରୁଥିଲି। କିନ୍ତୁ ପାଷ୍ଟ କିମ୍ ମତେ କଣ କହିଲେ ଜାଣିଛ? ଗିଦିଅନ, ମୁଁ ତତେ ବହୁତ କିଛି ଦେବା ପାଇଁ ଚାହୁଁଛି, କିନ୍ତୁ ମୋ ପାଖରେ କିଛି ନାହିଁ, ମୁଁ ତତେ ଦେଇପାରୁନି। କିନ୍ତୁ ମୁଁ ଗୋଟେ ବିଷୟ ମୁଁ ତତେ ଦେବି। ତ ମୋ ମତରେ ମୁଁ ସେତେବେଳେ ଗୋଟେ ବିଷୟ ମୁଁ ଦେବି କହିଲା, କେତେ ପଇସା ଟିକେ ଦେବେ ବୋଧେ ଭାବୁଥିଲି। କିନ୍ତୁ ପାଷ୍ଟ କଣ କହିଲେ ଜାଣିଛନ୍ତି? କିନ୍ତୁ ମୁଁ ତତେ ଗୋଟେ ଗିଫ୍ଟ ଦେବି। ସେଇଟା ହଉଛି ତୋର ସମ୍ପତ୍ତି ବୋଲି କହିଲି। ତ ସେଇଟା କଣ ଥିଲା ଜାଣିଛନ୍ତି? ସେଇଟା ହଉଛି ବାଇବଲ ଥିଲା।
ଯେହେତୁ ପାଷ୍ଟ ସେ ସମୟରେ ଅମାନ ଥିଲେ, ପାଷ୍ଟ ଅମାନରେ ଥିଲେ ଆଉ ପାଷ୍ଟ କହିଲେ ମୁଁ ତ ତତେ ହ୍ୟାଣ୍ଡ ଟୁ ହ୍ୟାଣ୍ଡ ତତେ ମୁଁ ବାଇବଲ ଦେଇପାରୁନି, କିନ୍ତୁ ତୋ ପାଖରେ ଯୋଉ ବାଇବଲ ତୁ ଧରିଛୁ ମୁଁ ତତେ ସେଟା ହିଁ ତତେ ମୁଁ ଗିଫ୍ଟ କରିବା ପାଇଁ ଚାହୁଁଛି। ଏଇଟା ହଉଛି ତୋର ସମ୍ପତ୍ତି ବୋଲି କହିବ। ଏ ଜାଗାରେ ଏ ବାଇବଲ ଭିତରେ ସବୁ କିଛି ଅଛି। ତୋ ଖାଇବାଟା ଅଛି, ତୋର ସ୍ତ୍ରୀ ଅଛି, ତୋର ପିଲା ଛୁଆ ଅଛି, ଆ, ତୁ ସବୁ କିଛି ତୁ ସେଠି ପାଇବୁ। ଏରୋପ୍ଲେନରେ ଯିବା ପାଇଁ ସେ ଟଙ୍କା ଅଛି, ଖାଇକି ପ୍ରଭୁତରେ ବଞ୍ଚିବା ପାଇଁ ଟଙ୍କା ଅଛି, ତ ଗାଡି ମଧ୍ୟ ସେଠି ଅଛି, ଗାଡିରେ ତେଲ ପକେଇବା ପାଇଁ ମଧ୍ୟ ସେ ଜାଗାରେ ପଇସା ଅଛି। ସେଥିପାଇଁ ଏଇଟା ହଉଛି ତୋର ସମ୍ପତ୍ତି। ତ ମୁଁ ସେ ବିଷୟରେ ଯେତେବେଳେ ଦେଖିଲି, ଏ ବାଇବଲ ଗୋଟେ କେମିତି ମୋ ପାଇଁ ସମ୍ପତ୍ତି ହେଇପାରିବ। ବାଇବଲ ହଉଛି ଗୋଟେ ଈଶ୍ୱରଙ୍କର ପୁସ୍ତକ। ହଁ ଏଇଟା ମୋ ପାଇଁ ବାକ୍ୟ ସେନା ହେଇପାରିବ। କିନ୍ତୁ ଏଇଟା କେମିତି ମୋ ପାଇଁ ସମ୍ପତ୍ତି ହବ। ମୁଁ ନାଇଁକି ଅଧିକାଂଶ ସମୟରେ ସେମିତି ଚିନ୍ତା କରୁଥିଲି। କିନ୍ତୁ ସତରେ ଯେତେବେଳେ ମୁଁ ଦେଖୁଛି 2022ରେ କହୁଥିଲି ମୁଁ 2021ରେ ମୁଁ ବାଲିଗୁଡାକୁ ପଠାଗଲି। ପରବର୍ତ୍ତୀ ସମୟରୁ ଯେତେବେଳେ ଦେଖୁଛି ଆଜି ପର୍ଯ୍ୟନ୍ତ ସତରେ ସବୁ କିଛି ପ୍ରଭୁତରେ ଅଛି। ହୁଁ। ମୁଁ କିଛି କରିନାହିଁ ସେଦିନ ସେ ସମୟ ଠାରୁ ଆଜି ପର୍ଯ୍ୟନ୍ତ। ମୁଁ ଖାଲି ପାଷ୍ଟରଙ୍କ ପ୍ରଭୁତରେ କଣ ଯେତେବେଳେ କହିଲି ମୁଁ କଣ କହିଲି, ଆମେନ ପାଷ୍ଟ ବୋଲି କହିଲି। ମୁଁ ବୁଝି ନାହିଁ ଆମେନର ଅର୍ଥ ମଧ୍ୟ ମୁଁ ସେ ସମୟରେ ବୁଝି ନାହିଁ। ଆମେନର ଅର୍ଥ କଣ ହବ, କିନ୍ତୁ ମୁଁ ନ ବୁଝିକି ପ୍ରକୃତରେ ପାଷ୍ଟରଙ୍କୁ କଣ କହିଲି, ମୋ ପାଷ୍ଟ ଆମେନ ବୋଲି କହିଲି। ସତରେ ମୁଁ ଯେତେବେଳେ ଦେଖିଲି ବାଲିଗୁଡା ଗଲି, ସବୁ କିଛି ପ୍ରଭୁଙ୍କର ମତେ ଦେଖେଇଲି। ଏବେ ମୁଁ ଅନୁଗୁଳରେ ଅଛି। ଏବେ ମଧ୍ୟ ମୋ ପାଖରେ କିଛି ନାହିଁ ଆଉ, କିନ୍ତୁ ପରମେଶ୍ୱର ସବୁ ଆବଶ୍ୟକ ବିଷୟ ଯୋଗେଇ ଦଉଛନ୍ତି। ସେଥିପାଇଁ ମୁଁ କଣ ଦେଖୁଛି, ପରମେଶ୍ୱର ଆମ ସହିତ ଅଛନ୍ତି। ପରମେଶ୍ୱର ଆମ ଲାଇଫରେ କାମ କରୁଛନ୍ତି। ସେଥିପାଇଁ ପରମେଶ୍ୱର ହଉଛନ୍ତି ସେ ପରମେଶ୍ୱର ଯୋଉ ପରମେଶ୍ୱର କି କେମିତି କାମ କରୁଛନ୍ତି। ଆମେ ଏବେ ପୁସ୍ତକ 11 ପର୍ବ ଟିକେ ଦେଖିବା। ଏଭ୍ରି ପୁସ୍ତକ 11 ପର୍ବ। ସରି ରୋମିଓ ପୁସ୍ତକ ନାହିଁ, ଏ ସରି ଏଭ୍ରି ପୁସ୍ତକ ନାହିଁ, ରୋମିଓ ପୁସ୍ତକ ଟିକେ ଦେଖନ୍ତୁ। ରୋମିଓ ପୁସ୍ତକ 4 ପର୍ବର 17 ପଦ ବାକ୍ୟ ଦେଖିବ। ରୋମିଓ ପୁସ୍ତକ 4:17। ଯେଉଁ ଈଶ୍ୱରଙ୍କୁ ସେ ବିଶ୍ୱାସ କଲେ ସେ ମୃତମାନଙ୍କୁ ସଜୀବ କରନ୍ତି, ନଥିବା ବସ୍ତୁକୁ ଥିବା ବସ୍ତୁ ପରି ଡାକନ୍ତି। ସେ ଈଶ୍ୱରଙ୍କ ଦୃଷ୍ଟିରେ ସେ ଆମମାନଙ୍କୁ ସମସ୍ତଙ୍କର ପିତା ଅଟନ୍ତି। ଯେପରି ଲେଖା ଅଛି, ଆମ୍ଭେ ତୁମ୍ଭକୁ ବହୁ ଜାତିର ପିତା କରିଅଛୁ। ତ ଏଇ ଜାଗାରେ ଯଦି ଦେଖିଲେ ପରମେଶ୍ୱର କିଏ, ନଥିବା ବସ୍ତୁକୁ ଥିବା ବସ୍ତୁ ପରି ଡାକନ୍ତି ଲେଖା ହେଇଛି। ସେ ଈଶ୍ୱରଙ୍କ ଦୃଷ୍ଟିରେ ସେ ଆମମାନଙ୍କୁ ସମସ୍ତଙ୍କର ପିତା ଅଟନ୍ତି ଲେଖା ହେଇଛି। ସେଥିପାଇଁ ଈଶ୍ୱର କେମିତି କାମ କରୁଛନ୍ତି, ନଥିବା ବସ୍ତୁକୁ ଥିବା ବସ୍ତୁ ପରି ଡାକୁଛନ୍ତି। ସେଥିପାଇଁ ପରମେଶ୍ୱର ଆମକୁ କେମିତି କହୁଛନ୍ତି, ଯେତେବେଳେ ଆମ ପାଖରେ କିଛି ନାହିଁ ପରମେଶ୍ୱର କହୁଛନ୍ତି ଅଛି।
ଆମ ପାଖରେ ଯେତେବେଳେ ଆଶା ନାହିଁ, ପରମେଶ୍ୱର କହୁଛନ୍ତି ତମେ ଆଶା ରଖ। ଆମ ପାଖରେ ଯେତେବେଳେ ବିଶ୍ୱାସ ନାହିଁ, ପରମେଶ୍ୱର କହୁଛନ୍ତି ବିଶ୍ୱାସ କର। ସେଥିପାଇଁ ପରମେଶ୍ୱର ଆମମାନଙ୍କୁ ବିଶ୍ୱାସରେ ସବୁ ବିଷୟ ଦେଇ ଆସନ୍ତି। ମାର୍କ ପୁସ୍ତକ 11 ପର୍ବରେ ମଧ୍ୟ 24 ପଦରେ କଣ ଲେଖା ହେଇଛି? ମାର୍କ 11 ପର୍ବରୁ 24ରେ, ଅତଏବ ମୁଁ ତୁମମାନଙ୍କୁ କହୁଅଛି, ତୁମମାନେ ଯାହା ଯାହା ପ୍ରାର୍ଥନା କର ମାଗ, ସେ ସବୁ ପାଇଆସ ବୋଲି ବିଶ୍ୱାସ କର, ସେଥିରେ ସେ ସବୁ ପାଇବ। ପ୍ରଭୁ କଣ କହିଲେ? ଯାହା ଯାହା ପ୍ରାର୍ଥନା କରୁଛ ମାଗୁଛ ପାଇଛ ବୋଲି ବିଶ୍ୱାସ କର, ତେବେ ପାଇବ। ଆମେ କେମିତି ଲାଇଫ ବଞ୍ଚିବା ପାଇଁ ଚାହୁଁଛୁ? ନାଇଁ, ମାଗିବା ପୂର୍ବରୁ, ପ୍ରାର୍ଥନା କରିବା ପୂର୍ବରୁ ପାଇଲେ ଭଲ ହବ। ପୂର୍ବରୁ ପାଇକି ବିଶ୍ୱାସ କରିବାଟା ସହଜ, ନ ପାଇକି ବିଶ୍ୱାସ କେମିତି କରିହେବ? ଆମର ଦୃଷ୍ଟିକୋଣ ହଉଛି ସେମିତି। କିନ୍ତୁ ପରମେଶ୍ୱର କଣ କହୁଛନ୍ତି? ତମେ ଯାହା ବି ପ୍ରାର୍ଥନା କରୁଛ ମାଗୁଛ ପାଇଛ ବୋଲି ବିଶ୍ୱାସ କର, ତେବେ ପାଇବ। ତ ପରମେଶ୍ୱର ଆମମାନଙ୍କୁ କେମିତି କେମିତି ଦେଖେଇବା ପାଇଁ ଚାହାନ୍ତି, କେମିତି ବିଶ୍ୱାସରେ ପଢେଇ ନେବା ପାଇଁ ଚାହାନ୍ତି। ହୁଁ? ଅବ୍ରାହମ ପାଖରେ ଛୁଆ ନଥିଲା, କିନ୍ତୁ ପ୍ରଭୁ କଣ କହିଲେ? ହୁଁ? ମୃତକଳପ ଲୋକ ଏବେ ପୁସ୍ତକ, ଟିକେ ମୁଁ ଫେରିବି, ଏଟା ଧରିଥାନ୍ତୁ। ଏବେ ପୁସ୍ତକ 11 ପର୍ବର 11 ପଦ 12 ପଦ, ବିଶ୍ୱାସ ଦ୍ୱାରା ସାରା ନିଜେ ମତେ ପ୍ରତିଜ୍ଞାକାରୀଙ୍କୁ ବିଶ୍ୱସ୍ତ ଜ୍ଞାନ କରି ଗତ ବୟସ୍କା ହେଲେ ହିଁ ଜାତିର ଆଦିମତା ହେବାକୁ ଶକ୍ତି ପ୍ରାପ୍ତ ହେଲେ। ଏହି ହେତୁରୁ ମତେ ମୃତକଳ୍ପ ଜଣେ ବ୍ୟକ୍ତିଙ୍କ ଠାରୁ ଆକାଶର ନକ୍ଷତ୍ର ଗଣ ପରି ଅସଂଖ୍ୟ ଓ ସମୁଦ୍ର ତୀରସ୍ଥ ବାଲୁକା ପରି ଅଗଣ୍ୟ ଜାତି ଉତ୍ପନ୍ନ ହେଲା। ତ ବାଇବଲକୁ ଦେଖିଲେ ବିଶ୍ୱାସ ଦ୍ୱାରା ସାରା ନିଜେ ମତେ ପ୍ରତିଜ୍ଞାକାରୀଙ୍କୁ ବିଶ୍ୱସ୍ତ ଜ୍ଞାନ କରୁ ଗତ ବୟସ୍କା ହେଲେ ହିଁ ଲେଖା ହେଇଛି। ଏଁ? ସାରା ଜାଣିଛି ଯେ ମୁଁ ଗତ ବୟସ୍କା, ମୋ ପାଖରେ ପାୱାର ନାହିଁ ଛୁଆ ଜନ୍ମ କରିବା ପାଇଁ, କିନ୍ତୁ ପରମେଶ୍ୱର ମତେ ଶକ୍ତି ଦେଇଛନ୍ତି। ପରମେଶ୍ୱର ମୋ ଲାଇଫରେ କାମ କରୁଛନ୍ତି। ନିହାତି ପରମେଶ୍ୱର ମତେ ଛୁଆକୁ ଦେବେ। ସେଥିପାଇଁ ସେ ଗତ ବୟସ୍କା ହେଲେ ହିଁ ଜାତିର ଆଦିମାତା ହେବାକୁ ଶକ୍ତି ପ୍ରାପ୍ତ ହେଇଗଲେ। 12 ପଦରେ ଦେଖିଲେ, ଏହେତୁ ଜଣେ ମୃତକଳ୍ପ ଜଣେ ବ୍ୟକ୍ତିଙ୍କ ଠାରୁ, ମୃତକଳ୍ପ ଜଣେ ବ୍ୟକ୍ତିଙ୍କ ଠାରୁ ମାନେ କଣ? ସେ 90 ବର୍ଷ ବୟସର ସାରା କେମିତି ଆଶା କରିପାରିବ ମୁଁ ଛୁଆ ଜନ୍ମ କରିପାରିବି ବୋଲି? ଏଁ? 90 ବର୍ଷ ବୟସରେ କିଏ ପ୍ରକୃତରେ ଆଶା କରିବ କି ଏ ବର୍ଷ ଏ ପ୍ରକାର ବୟସରେ ମୁଁ ଛୁଆ ଜନ୍ମ କରିପାରିବି, ସେ ମୋର ପ୍ରତିଜ୍ଞାର ଛୁଆ ହବ ବୋଲି କେମିତି ବିଶ୍ୱାସ କରିବ? ସେଥିପାଇଁ ସାରା ପ୍ରକୃତିରେ ଭଲ ସେ ଜାଣିଲା। ହଁ, ମୁଁ ନିଜକୁ ଦେଖିଲେ ଆଶା ନାହିଁ, ହଁ ନିଜକୁ ଦେଖିଲେ ପ୍ରକୃତିରେ ଭରସା ନାହିଁ, ମୋ ପାଖରେ ପାୱାର ବି ନାହିଁ ମୋ ଛୁଆକୁ ଜନ୍ମ କରିପାରିବା ପାଇଁ, କିନ୍ତୁ ପ୍ରତିଜ୍ଞା କିଏ କରିଛି? ପ୍ରତିଜ୍ଞା କାହା ଠାରୁ ଆସିଛି? ଏ ପ୍ରତିଜ୍ଞା କାହାର? ସାରା ଯେତେବେଳେ ଚିନ୍ତା କରୁଥିବ, ସାରା କଣ ପାଇଥିବ? ନା ଏଇଟା ପ୍ରଭୁ ଦେଇଛନ୍ତି, ଏଇଟା ପରମେଶ୍ୱରଙ୍କର। ଇଏ ନାଇଁ କି ସେ ସମୟରେ ପ୍ରତିଜ୍ଞାକାରୀଙ୍କ ବିଶ୍ୱସ୍ତ ଜ୍ଞାନ କରି ଗତ ବୟସ୍କା ହେଲେ ହିଁ ଜାତିର ଆଦିମତ ହେବାକୁ ଶକ୍ତି ପ୍ରାପ୍ତ ହେଲେ। ଇଏ ବିଶ୍ୱାସ କଲେ ପରମେଶ୍ୱର ମତେ ଛୁଆ ଦେଇଛନ୍ତି ବୋଲି। ସେଥିପାଇଁ ମାର୍କ ପୁସ୍ତକ ଯେତେବେଳେ ଆମେ ବାକ୍ୟକୁ ଦେଖୁଛୁ 11 ପର୍ବରୁ 24 ପଦ, ତମେ ଯାହା ଯାହା ପ୍ରାର୍ଥନା କର ମାଗ ସେ ସବୁ ପାଇଛ ବୋଲି ବିଶ୍ୱାସ କର ଲେଖା ହେଇଛି। ସେଥିପାଇଁ ପରମେଶ୍ୱର କେମିତି ଆମକୁ ନେବା ପାଇଁ ଚାହାନ୍ତି? ତମ ପାଖରେ ନାହିଁ, ତମେ ଅଛି ବୋଲି କୁହ। ତମେ ବିଶ୍ୱାସରେ ବଞ୍ଚି ପାରୁନ, କିନ୍ତୁ ବିଶ୍ୱାସରେ ବଞ୍ଚୁଛି ବୋଲି କୁହ। ସେତେବେଳେ ପରମେଶ୍ୱର ଆମମାନଙ୍କ ଲାଇଫରେ କାମ କରିବେ। ପାଷ୍ଟର ପାରଙ୍କର ଲାଇଫରେ ମଧ୍ୟ ଆମେ ଦେଖିବାକୁ କହିଲେ, ଯେତେବେଳେ କିଛି ନଥିଲା ପାଷ୍ଟର ମିଶନ ସ୍କୁଲକୁ ଆରମ୍ଭ କଲେ, କିଛି ନଥିଲା ଗସ୍ପେଲକୁ ପ୍ରଚାର କଲେ, କିଛି ନଥିଲା ବିଦେଶକୁ ମିଶନାରୀ ପଠେଇଲେ, କିଛି ନଥିଲା ସେ ପ୍ରୋଗ୍ରାମକୁ ପ୍ରଭୁତ୍ୱରେ କଲେ। ତ ପାଷ୍ଟର କେମିତି ପ୍ରଭୁତ୍ୱରେ ବଢିଲେ? ପାଷ୍ଟର ଗୋଟେ ବିଷୟକୁ ଜାଣିଲେ, ହଁ ମୋର ଦୃଷ୍ଟିରେ କିଛି ଦେଖାଯାଉ ନାହିଁ, କିନ୍ତୁ ପରମେଶ୍ୱର ମତେ ସବୁ କିଛି ଦେଇଛନ୍ତି। ଦିନେ ପାଷ୍ଟରଙ୍କର ବାହାଘର ହେବା ପାଇଁ ପାଷ୍ଟର ନାଇକି ପାଦରାଣୀକୁ ଦେଖିବା ପାଇଁ ଗଲେ।
ତାଙ୍କର ଫ୍ୟାମିଲି ଲୋକ ପାଷ୍ଟରଙ୍କୁ ପଚାରିଲେ, "ଆଁ, ତମେ କଣ ଜବ୍ କରୁଛ?" କହିଲେ। ପାଷ୍ଟର କହିଲେ, "ମୁଁ ଜଣେ ପାଷ୍ଟର ପ୍ରଭୁଙ୍କର ଦାସ" କହିଲେ। "ତମ ସାଲାରୀ କେତେ?" କହିଲେ। "ମୋର କିଛି ସାଲାରୀ ନାହିଁ, ମୁଁ ଜିରୋ।" "ମୋର ଝିଅକୁ ନେଇକି ତମେ କେମିତି ପ୍ରଭୁତ୍ୱରେ ବଞ୍ଚିବ?" ପାଷ୍ଟର କଣ କହିଲେ ଜାଣିଛନ୍ତି? ଯଦି ପରମେଶ୍ୱର ଗୋଟେ ଜୋତା ମତେ ଦେଲେ, ଆଉ ଆଉ ଗୋଟେ ଜୋତା କାହିଁକି ଦେବେ ନାହିଁ? ପରମେଶ୍ୱର କଣ ମତେ ଗୋଟେ ଜୋତା ଏକା ଦେବେ କି? ନିହାତି ତାର ହଳ ପ୍ରଭୁତ୍ୱରେ ଦେବେ। ଯଦି ପରମେଶ୍ୱର ମତେ ସ୍ତ୍ରୀ ମୋର ସ୍ତ୍ରୀକୁ ଯଦି ଦେଉଛନ୍ତି, ତ ମୋ ସ୍ତ୍ରୀ କଣ ଖାଇବ କଣ ପିଇବ, ପରମେଶ୍ୱର ସବୁ କିଛି ଯୋଗାଇବେ। ଆଶ୍ଚର୍ଯ୍ୟ, ତାର ଶାଶୁ ଶ୍ୱଶୁର ଚଳିଟାକୁ ଶୁଣିଥିବେ, କେମିତି ବିଶ୍ୱାସ କରିଥିବେ, କେମିତି ଦେଖିଥିବେ। ଏଁ? ହଁ, ଗୋଟେ ସାଇଡରେ ସେମାନେ ବୁଝି ନଥିବେ, ଇଏ ହଉଛି ପାଗଳ ଲୋକ କହିଥିବେ। କିନ୍ତୁ ପାଷ୍ଟର କଣ କହିଲେ? ଯଦି ପରମେଶ୍ୱର ମତେ ଗୋଟେ ଜୋତା ଦଉଛନ୍ତି, ସେ ଆଉ ଗୋଟେ ଜୋତା ମଧ୍ୟ ଦେବେ। ସେଥିପାଇଁ ପାଷ୍ଟରଙ୍କ ଉପରେ କଣ ଥିଲା ଜାଣିଛନ୍ତି? ପରମେଶ୍ୱରଙ୍କ ଉପରେ ନିର୍ଭର କରିକି ମୁଁ ବାହା ହେବି। ସେ ମତେ ବାହା ହେବା ପୂର୍ବରୁ ସେ ପରମେଶ୍ୱରଙ୍କ ଉପରେ ନିର୍ଭର କରୁ। ହଁ, ମୁଁ ତାକୁ ତାର ଇଚ୍ଛା ଅନୁସାରେ ଦେଇପାରିବି ନାହିଁ, କିନ୍ତୁ ଯୋଉ ପରମେଶ୍ୱର ମୋ ଲାଇଫରେ କାମ କରୁଛନ୍ତି ସେ ଦେବେ। ସେଥିପାଇଁ ପାଷ୍ଟରଙ୍କ ହୃଦୟରେ ଏ ପ୍ରକାର ବିଶ୍ୱାସ ଥିଲା। ସେଥିପାଇଁ ପାଷ୍ଟର ତାଙ୍କର ଶାଶୁ ଶ୍ୱଶୁରକୁ କହିଲେ, ଯଦି ପରମେଶ୍ୱର ମତେ ଗୋଟେ ଜୋତା ଦଉଛନ୍ତି ହେଲେ ଆଉ ଗୋଟେ ଜୋତା ମଧ୍ୟ ମତେ ଦେବେ। ସେ ସମୟରେ ତାଙ୍କ ଶାଶୁ ଶ୍ୱଶୁରଙ୍କର ହୃଦୟ ତରଳି ଗଲା। ସେଥିପାଇଁ ପାଷ୍ଟରଙ୍କର ବାହାଘର ହେଲା। ପାଷ୍ଟର ପ୍ରଭୁତ୍ୱରେ ବୈବାହିକ ଜୀବନ ପ୍ରଭୁତ୍ୱରେ ଜୀବନ ଯାପନ। ପରବର୍ତ୍ତୀ ସମୟରେ ଯେତେବେଳେ ଦେଖିଲେ, ହଁ, ବାହା ହେଲା ପରେ ବହୁତ କଷ୍ଟରେ ବଞ୍ଚିଛନ୍ତି ପାଷ୍ଟ। ପାଦରାଣୀଙ୍କର ଗର୍ଭବତୀ ସମୟରେ ପାଷ୍ଟରଙ୍କ ପାଖରେ ଖାଇବାଟା ନଥିଲା। ପାଷ୍ଟ ବାଇବଲ ପଢୁଥିଲେ, ପ୍ରଚାର ଯାଉଥିଲେ। ଯେତେବେଳେ ଘରକୁ ରିଟର୍ଣ କରୁଥିଲେ, ପାଦରାଣୀ ସଦାବେଳେ ଜଗିକି ଥିଲେ। ନିଶ୍ଚିତ ଭାବରେ ଆଜି ମୋର ସ୍ୱାମୀ କିଛି ପଇସା ଆଣିଥିବେ, ଖାଦ୍ୟ ଆଣିଥିବେ, ଆମେ ଖାଇକି ବଞ୍ଚିବୁ। ପାଷ୍ଟ ପ୍ରଭୁତ୍ୱରେ ପ୍ରଚାର ଯାତ୍ରାରୁ ଆସିବେ, ଫେରିବେ। ପାଷ୍ଟ ପାଦରାଣୀଙ୍କର ମୁହଁ ଦେଖିବେ, କୁଆଡେ ଅନେଇଛନ୍ତି। ପାଦରାଣୀ ମଧ୍ୟ ତାଙ୍କୁ ପାଷ୍ଟ ଆସୁଥିବା ବେଳକୁ ଦେଖିକି ତାଙ୍କ ମୁହଁରେ ଅନେଇବେ। ପାଷ୍ଟ ଦେଖିବେ, ଜାଣିବେ ଯେ କିଛି ଗୋଟେ କହିବା ପାଇଁ ଚାହୁଁଛି ମତେ। ସେଥିପାଇଁ ପାଷ୍ଟ ତାକୁ କିଛି କଥା ହେବେନି। ସିଧା ଗୋଟେ ଯିବେ, ଗୋଟେ ରୁମରେ ବାଇବଲ ଖୋଲିବେ। ହୁଁ, ଗୋଟେ କୋଣରେ ଯାଇକି ବସିବେ ଆଉ ବାଇବଲ ପଢିବେ। ସେତେବେଳେ ପାଦରାଣୀ ଜାଣିବ ଆଜି ମଧ୍ୟ କିଛି ନାହିଁ, ଆମେ ପାଣି ପିଇକି ରହିବାକୁ। ସେଥିପାଇଁ ପାଦରାଣୀ କେବେ ବି ଅଭିଯୋଗ କରବାର ନାହିଁ। ଏମିତି କି ଗର୍ଭବତୀ ପିରିୟଡରେ ମଧ୍ୟ ସେମିତି ପ୍ରଭୁତ୍ୱରେ ବଞ୍ଚିଲେ। ତ ଦିନେ ପାଦରାଣୀଙ୍କର ଡେଲିଭରି ସମୟ ଆସିଲା, ପେଟ ବହୁତ ବଥା ହେଲା। ପାଷ୍ଟ ପ୍ରଚାର କରିବା ପାଇଁ ଯାଇଥିଲେ। ପାଦରାଣୀ ପ୍ରଭୁତ୍ୱରେ କହିଲେ, ଏଇ ମୋର ସ୍ୱାମୀ ଆଜି ମୁଁ କେତେ ପେଟ ବଥା ହଉଛି, ସେ କୁଆଡେ ଯାଇଛନ୍ତି। କେମିତି ଗୋଟେ ପାଷ୍ଟ ପ୍ରଭୁତ୍ୱରେ ଜାଣିଲେ ଯେ ମୋ ସ୍ତ୍ରୀଙ୍କର ପେଟ ବହୁତ ଯନ୍ତ୍ରଣା ବଥା ହଉଛି, କାଳେ ଡେଲିଭରି ହବ। ପାଷ୍ଟ ଯେତେବେଳେ ଫେରିଲେ, ପାଦରାଣୀ ବହୁତ ଯନ୍ତ୍ରଣା ପାଉଥିଲେ, କଷ୍ଟ ପାଉଥିଲେ। ଆଁ? ସେ ସମୟରେ ମେଡିକାଲ ପ୍ରଭୁତ୍ୱରେ ନିଆ ହେଲା। ଗୋଟେ ଭଉଣୀ ପ୍ରଭୁତ୍ୱରେ ମେଡିକାଲରେ ନର୍ସ ଥିଲେ। ଆଉ ସେ ଭଉଣୀ ପ୍ରଭୁତ୍ୱରେ ସବୁ ସାହାଯ୍ୟ କଲେ। ପାଷ୍ଟରଙ୍କ ପାଖରେ କିଛି ନଥିଲା, କିନ୍ତୁ ଯେତେବେଳେ ପ୍ରଥମ ପୁଅ ଯେତେବେଳେ ପାଷ୍ଟରଙ୍କର ଜନ୍ମ ହେଲେ, ଯୋଉଦିନ ତାଙ୍କ ପୁଅ ଜନ୍ମ ହେଲେ, ବହୁତ ଗୁଡେ ଖାଇବା ଆସିଲା। ଚର୍ଚ୍ଚର ଭାଇମାନେ ପ୍ରଭୁତ୍ୱରେ ଖାଇବାକୁ ନେଇଦେଲେ। ସେ ଭଉଣୀ ସବୁ ବିଷୟ ତାଙ୍କୁ ପ୍ରଭୁତ୍ୱରେ ହେଲ୍ପ କଲେ। ତ ପାଷ୍ଟ ନାଇଁ ବହୁତ ଖୁସି ହେଲା, ଆରେ ମୋ ପାଖରେ ଆଜି କିଛି ନାହିଁ। ନା, ମୁଁ ବହୁତ ବ୍ୟସ୍ତ ହଉଥିଲି, ଯଦି ମୋର ଛୁଆ ଜନ୍ମ ହବ ହେଲେ ଏମାନଙ୍କୁ ଖାଇବାଟା, ପାଦରାଣୀକୁ ଖାଇବାଟା ମୁଁ କୁଆଡେ ଦେବି, କେମିତି ପ୍ରଭୁତ୍ୱରେ ଦେବି। ମୁଁ କେତେ ବ୍ୟସ୍ତ ହଉଥିଲି, କେତେ ମୂର୍ଖ ଲୋକ ମୁଁ। କିନ୍ତୁ ମୋର ଆଜି ବଡ ପୁଅ ଜନ୍ମ ହେଲା। ଇଏ ଯେତେବେଳେ ଜନ୍ମ ହେଲେ ଖାଦ୍ୟ ନେଇକି ଆସିଲେ। ଆଁ? ସେଦିନ ନାଇକି ବହୁତ ଖାଦ୍ୟ ପ୍ରଭୁତ୍ୱରେ ପାଷ୍ଟ ଖାଇଥିଲେ। କାହିଁକି ଭାଇ ଭଉଣୀ, ଗୋଟେ ଉଁ, ଆ, ଖାଇବାକୁ ନେଇକି ଯାଇଥିଲେ, ଡ୍ରେସ୍ ନେଇକି ଯାଇଥିଲେ। ପାଷ୍ଟରଙ୍କ ହାତରେ କେତେ ଟଙ୍କା ପ୍ରଭୁତ୍ୱରେ ଦେଇଥିଲେ। ସେ ସମୟରେ ପାଷ୍ଟ ପ୍ରଭୁତ୍ୱରେ କହିଲେ କଣ? ଆରେ ପରମେଶ୍ୱର ମତେ ଖାଲି ଛୁଆ ଦେଇନାହାନ୍ତି, ଛୁଆ କଣ ଖାଇବୁ ସେଟା ବି ଦେଲେ ମତେ ଆଜି। ସେଥିପାଇଁ ପାଷ୍ଟରଙ୍କ ଭିତରେ ଅଧିକ ବିଶ୍ୱାସ ପ୍ରଭୁତ୍ୱରେ ସଦୃଢ ହେଇଗଲି।
ପାର୍ଶ୍ୱ ଦେଖିଲାରେ ମୁଁ କେତେ ମୂର୍ଖ ଲୋକ ନିଜର ଚିନ୍ତାକୁ ଅନୁଗମନ କରୁଛି। ମୁଁ କେତେ ମୂର୍ଖ ପ୍ରକୃତିରେ ମୂର୍ଖର ଲାଇଫ ପ୍ରକୃତିରେ ବଞ୍ଚୁଛି। କିନ୍ତୁ ପରମେଶ୍ୱର ମତେ ଖାଲି ଛୁଆ ଦଉନାହାନ୍ତି। ଛୁଆ କଣ ଖାଇବ ସେଇଟା ବି ମତେ ଯୋଜନା କରିଛନ୍ତି, ସେଇଟା ବି ମତେ ଦେଇ ସାରିଛନ୍ତି। ସେତେ ପାଷ୍ଟ ବହୁତ ଖୁସି ହେଲେ। ସେଥିପାଇଁ ଭାଇ ଭଉଣୀ ଯେତେବେଳେ ଆମେ ଦେଖୁଛୁ ପରମେଶ୍ୱର ଆମମାନଙ୍କୁ ଏ ଯୋହନ ପୁସ୍ତକ 6 ବାକ୍ୟ ଦ୍ୱାରା କଣ ଶିଖେଇ ପାଇଁ ଚାହାନ୍ତି? ଆଁ? ତ ନିଜର ଦୃଷ୍ଟିକୋଣକୁ ଦେଖ ନାହିଁ, ନିଜ ଉପରେ ନିର୍ଭର କର ନାହିଁ, କିନ୍ତୁ ବାକ୍ୟକୁ ତମେ ଦେଖ। ବାକ୍ୟ ଭିତରେ ତମେ ସବୁ ବିଷୟ ପ୍ରଭୁତ୍ୱରେ ପାଇଛ। ବାକ୍ୟ ଭିତରେ ସବୁ କିଛି ପ୍ରଭୁତ୍ୱରେ ଅଛି। ଯେମିତି ସାରା ପ୍ରଭୁତ୍ୱରେ କହିଲେ, ଆଁ? ଏହେତୁ ଜଣେ ଏହେତୁ ମଧ୍ୟ ମୃତକଳ୍ପ ଜଣେ ବ୍ୟକ୍ତିଙ୍କ ଠାରୁ ଆକାଶର ନକ୍ଷତ୍ର ଗଣ ପରି ଅସଂଖ୍ୟ ଓ ସମୁଦ୍ର ତୀରସ୍ଥ ବାଲୁକା ପରି ଅଗଣ୍ୟ ଜାତି ଉତ୍ପନ୍ନ ହେଲେ। ବାଇବଲକୁ ଦେଖିଲେ ଆଁ? ଆକାଶର ନକ୍ଷତ୍ର ଗଣ ପରି ଅସଂଖ୍ୟ ମାନେ ଆକାଶର ତାରା ପରି, ସମୁଦ୍ର ତୀରସ୍କ ବାଲୁକା ପରି। ବାଲି କିଏ ଗଣି ପାରିବ ସମୁଦ୍ର ଭିତରେ ଯାଇକି? ଉଁ? ଆକାଶରେ ତାରାକୁ କିଏ ପ୍ରକୃତରେ ଗଣି ପାରିବ? କିନ୍ତୁ ପ୍ରଭୁ କଣ କହିଲେ? ତୋର ବଂଶ ଏମିତି ଉତ୍ପନ୍ନ ହବ ବୋଲି କହିଲେ, ତୋର ଜାତୀୟ ପ୍ରକାର ହବ ବୋଲି କହିଲେ। ଉଁ? ସେତେବେଳକୁ ଯଦି ଆମେ ଦେଖିବା କହିଲେ, ଦିନେ ସାରାର କୋଳରେ ଇସାକ ପ୍ରକୃତିରେ ଆସୁଛି। ଇସାକ ଆସୁଛି, ସେ ହଉଛି ପ୍ରତିଜ୍ଞାର ଛୁଆ। ସେଥିପାଇଁ ପରମେଶ୍ୱର ଆମମାନଙ୍କ ଲାଇଫରେ ମଧ୍ୟ ସେ ପ୍ରକାର ଭାବରେ ଆଶୀର୍ବାଦ କରୁଛନ୍ତି, ସେ ପ୍ରକାର ଭାବରେ ଆମମାନଙ୍କ ଲାଇଫରେ କାମ କରୁଛନ୍ତି। ଯେତେବେଳେ ଆମେ ନିଜର ଚିନ୍ତାକୁ ପରିତ୍ୟାଗ କରୁଛୁ, ନିଜକୁ ଅସ୍ୱୀକାର କରୁଛୁ, ପ୍ରଭୁ ଆମ ଲାଇଫରେ କାମ କରୁଛନ୍ତି। ଆଜି ମଧ୍ୟ ଆମମାନଙ୍କ ଲାଇଫରେ ପରମେଶ୍ୱର ସମାନ ସେ ପ୍ରକାର ଭାବରେ କାମ କରୁଛନ୍ତି। ତେଣୁ ଆଶା କରେ ଆପଣମାନେ ଏ ପ୍ରକାର ଭାବରେ ଆଶାରେ ଖୁସିରେ ଆଜି ଦିନ ପ୍ରକୃତିରେ ଅତିବାହିତ କରିବେ। ଆଜି ମୁଁ ଏତିକି କହିବି, ପ୍ରାର୍ଥନା କରିବ। ମଙ୍ଗଳ ପରମେଶ୍ୱର ପିତା ବେଶୀ ଧନ୍ୟବାଦ ଦଉଛୁ। ଯୋହନ ପୁସ୍ତକ ବାକ୍ୟ ଯେତେବେଳେ ଆମେ ଦେଖୁଛୁ, ସତରେ ସେ ବାକ୍ୟ ଦ୍ୱାରା ଅନେକ ବାକ୍ୟ କନେକ୍ସନ ଯେତେବେଳେ ଆମେ କରୁଅଛୁ, ପରମେଶ୍ୱର କେମିତି ସେମାନଙ୍କ ଲାଇଫରେ କାମ କରି ଆସନ୍ତି। ଜୁନସ୍ ବିଶ୍ୱାସରେ ଦେଖି ପାରୁନଥିଲା, ନିନିବକୁ ଯିବା ପରିବର୍ତ୍ତେ ତର୍ସିସକୁ ଯାଉଥିଲେ। କିନ୍ତୁ ପରମେଶ୍ୱର ଜୁନସର ଲାଇଫରେ ଜାହାଜକୁ ଦେଲେ, ଜାହାଜ ଦ୍ୱାରା ପ୍ରକୃତରେ ତାଙ୍କୁ ଫିଙ୍ଗା ହେଲା। ସେତେବେଳେ ମାସ ପ୍ରକୃତରେ ଆସିଲା, ମାସ ଦ୍ୱାରା ତାଙ୍କୁ ଉଦ୍ଧାର କରାହେଲା। ଏଇଟା ହଉଛି ପରମେଶ୍ୱର ତାଙ୍କୁ 3 ଦିନ ପ୍ରକୃତରେ ଟ୍ରେନିଂ ଦେଲେ। ଜୁନସ୍, ଯଦ୍ୟପି ତୁ ନିନିବକୁ ଯିବା ପାଇଁ ଚାହୁଁନୁ, କିନ୍ତୁ ନିନିବ ହଉଛି ଗୋଟେ ଜାଗା ପରମେଶ୍ୱର ବାଛି ଅଛନ୍ତି। ନିନିବର ଲୋକମାନଙ୍କୁ ପରମେଶ୍ୱର ପ୍ରେମ କରୁଅଛନ୍ତି। ସେଥିପାଇଁ ନିନିବର ଲୋକମାନଙ୍କୁ ଦେଖିଲେ ପରମେଶ୍ୱରଙ୍କ ଉପରେ ନିର୍ଭର କରିବା ଲୋକ ନାହାନ୍ତି। ସେଥିପାଇଁ ଜୁନସ୍ ନିନିବକୁ ଯାଇକି ଘୋଷଣା କରେ ତାଙ୍କ ବିରୁଦ୍ଧରେ। ତ ସେ ସମୟରେ ନିନିବକୁ ଜୁନସ୍ ଚାହୁଁନାହାନ୍ତି, କିନ୍ତୁ ମାସ ଦିନେ ନିନିବର ଜାଗାରେ ପ୍ରକୃତରେ ତାଙ୍କୁ ବାନ୍ତି କଲେ। ଏ ପ୍ରକାର ଭାବରେ ଜୁନସ୍ ଏ ନିନିବର ଲୋକମାନଙ୍କ ବିରୁଦ୍ଧରେ ଛିଡା ହେଇକି ଘୋଷଣା କରିବାକୁ ଆରମ୍ଭ କରୁଛନ୍ତି। ସେତେବେଳେ ଜୁନସ୍ ଦେଖିଲାରେ ମୁଁ କେତେ ମୂର୍ଖ ଲୋକ, ଏ ଜାଗାକୁ ଆସିବା ପାଇଁ ଭୟ କରୁଥିଲି, କିନ୍ତୁ ପରମେଶ୍ୱର ମତେ ଏ ଜାଗାକୁ ଆଣିଲେ। ଠିକ ସେହିପରି ସତରେ ଆମେ କେବେ ମଧ୍ୟ ନିଜ ପାଇଁ ଯୋଜନା କରିନୁ ଆମେ କେମିତି ପରିତ୍ରାଣ ପାଇବୁ। ଆମେ କେବେ ମଧ୍ୟ କାମ କରିନୁ, କିନ୍ତୁ ପରମେଶ୍ୱର ସମସ୍ତ ଯୋଜନା ସମସ୍ତ କାର୍ଯ୍ୟ ଆମ ପାଇଁ କରି ଆସନ୍ତି। ଆମେ ଜଷ୍ଟ ଖାଲି ବାକ୍ୟକୁ ଶୁଣିଲୁ, ବିଶ୍ୱାସ କଲୁ। ସେ ବିଶ୍ୱାସ ଆମମାନଙ୍କୁ ଧାର୍ମିକ ପ୍ରଭୃତିରେ ବନେଇବ। ସତରେ ଆମେ ପାଷ୍ଟର ପାରଙ୍କର ଲାଇଫରେ ମୁଁ ତ ଦେଖୁଛୁ। ହଁ, ପାଷ୍ଟର ପାର ଗୋଟେ ବିଷୟ କହିଲେ, ପରମେଶ୍ୱର ଯଦି ମତେ ଗୋଟେ ଜୋତା ଦେଇଛନ୍ତି, ସେ ଆଉ ଗୋଟେ ଜୋତା ମତେ ଦେବ। ତା ମାନେ ସେ ପରମେଶ୍ୱରଙ୍କୁ ଡିପେଣ୍ଡ କରୁଛନ୍ତି, ପରମେଶ୍ୱରଙ୍କ ଉପରେ ଆଶା ରଖି ଆସନ୍ତି। ସେଥିପାଇଁ ସେ ଯଦି ଅଭାବ ଅଛି, ପ୍ରଭୁଙ୍କୁ ମାଗ, ପରମେଶ୍ୱରଙ୍କ ଉପରେ ବିଶ୍ୱାସ କର ବୋଲି କହିକି ସେ ବଞ୍ଚିଲେ। ସତରେ ଆଜି ଆମମାନଙ୍କୁ ମଧ୍ୟ ସମାନ ବିଷୟ ପରମେଶ୍ୱର କହିବା ପାଇଁ ଚାହାନ୍ତି। ଯୌନ ପୁସ୍ତକ ବାକ୍ୟ ହଉଛି ଆମ ପାଇଁ ବେଶୀ ଆଶୀର୍ବାଦର ବାକ୍ୟ। ଫିଲିପ ହିସାବ କିତାବ କଲେ, ଆନ୍ଧ୍ର କେମିତି ହିସାବ କିତାବ କଲେ ନାହିଁ। ଆନ୍ଧ୍ର ସିଧାସଳଖ ଯୀଶୁଙ୍କ ସହିତ ମନ ମିଶେଇଲେ, ହୃଦୟ ମିଶେଇଲେ। ସେଥିପାଇଁ ସେ ଗୋଟେ ବିଷୟ କହିଲେ, ପ୍ରଭୁ ଆମ ପାଖରେ ଜଣେ ବାଳକ ଅଛନ୍ତି, ତାଙ୍କ ପାଖରେ 5ଟା ରୁଟି ଅଛି ଆଉ 2ଟା ଭଜା ମାଛ ଅଛି। ଯୀଶୁ ସମସ୍ତଙ୍କୁ କହିଲେ ବସାଅ। ଆଉ ଯୀଶୁ ସେ ରୁଟିକୁ ନେଲେ, ମାଛକୁ ନେଲେ, ଆଉ ଧନ୍ୟବାଦ ଦେଇକି ପ୍ରାର୍ଥନା କଲେ, ଆଉ କହିଲେ ପ୍ରଭୁ ଏଇଟା ଆଶୀର୍ବାଦ କର କହି ସେ ସମୟରେ ସମସ୍ତଙ୍କ ପ୍ରକୃତିରେ ଯୀଶୁ ବାଣ୍ଟି ଦେଲେ।
ଆଶ୍ଚର୍ଯ୍ୟ ଭାବରେ ଲୋକ ଯେତେ ଚାହିଁଲେ ସେତେ ପାଇଲେ। କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, ଯୋଉ ଭଙ୍ଗା ଖଣ୍ଡ ଗୁଡାକ ପ୍ରକୃତିରେ ବଳିଛି ତାହାକୁ ଜମା କର, ନଷ୍ଟ କର ନାହିଁ କହିଲେ। ସେ ସମୟରେ ଯେତେବେଳେ ସେମାନେ ଜମା କରିବା ଆରମ୍ଭ କଲେ, ସେଟା 12 ଟଙ୍କା ହେଇଥିଲା। ତାର ଅର୍ଥ ଆମେ ଦେଖୁନୁ ନିଜର ଖୁସି, ନିଜର ଆଶା, ନିଜେ ବଞ୍ଚି ପାରିବାଟା, କିନ୍ତୁ ପରମେଶ୍ୱର ଏ ପ୍ରକାର ଭାବରେ ଗୋସ୍ପେଲ ଭିତରେ ସବୁ ବିଷୟକୁ ସ୍ଥଗିତ କରିକି ରଖି ଆସନ୍ତି। ଆଜି ପରମେଶ୍ୱର ଆମମାନଙ୍କୁ ଏ ପ୍ରକାର ବିଷୟକୁ ଦେଖାଇବା ପାଇଁ ଚାହୁଁଛନ୍ତି। ପରମେଶ୍ୱର ବେଶୀ ଧନ୍ୟବାଦ ଦଉଛୁ, ଆଜି ଏ ପ୍ରକାର ଅନୁଗ୍ରହ ଦୟା ଆମମାନଙ୍କ ସମ୍ମୁଖରେ ଦେଲ। ଆଜିର ଦିନ ମଧ୍ୟ ଆମେ ଆଶାରେ ଖୁସିରେ କେମିତି ଅତିବାହିତ କରିବୁ, ସେ ପ୍ରକାର ଆମ ସମସ୍ତଙ୍କୁ ତୁମେ ଆଶୀର୍ବାଦ କରି ପଢ଼େଇକି ନିଅ। ସମସ୍ତ ବିଷୟ ତମ ହସ୍ତରେ ସମର୍ପଣ କରି ପ୍ରାର୍ଥନା ଶୁଣିଛୁ, ଧନ୍ୟବାଦ ଦିଏ। ଯୀଶୁଙ୍କ ନାମରେ ପ୍ରାର୍ଥନା ମାଗୁଅଛି, ଆମେନ୍। ଆଉ ବହୁତ ଧନ୍ୟବାଦ ସମସ୍ତଙ୍କୁ ଜଏନ୍ କରିଥିବା ପାଇଁ।